ପୁରୀ ପ୍ରୋଗ୍ରାମ ଯେଉଁମାନେ ତ କନସେଣ୍ଟ ଦେଇଥିଲେ ଯିବା ପାଇଁ ସେ ତ ଯିବେ। ଆଉ କିଏ ଅଛନ୍ତି କି ପୁଣି କାହାର ସୂଚନା ଆସିବା ଦରକାର କି ଯିବେ ଆଜି କହି ରଖିବେ, ନାଇଁ ତ ଏଇ 2-3 ଦିନ ଭିତରେ କୁହନ୍ତୁ, ମୋତେ କହିବେ ଯେତେବେଳେ ପୁରୀ ପ୍ରୋଗ୍ରାମ ପାଇଁ ଆମେ ପ୍ରସ୍ତୁତ ହେବା ନା। ତେଣୁ ସମସ୍ତେ ଯିବା ଦରକାର ପୁରୀ ପ୍ରୋଗ୍ରାମ। 5-6ଟା ଜିନିଷ ଫାଇଦାରେ ରହିବେ। ଏକରେ ସତ୍ସଙ୍ଗ ଗଲେ ଗୋଟେ ବଡ଼ ଉପଲବ୍ଧି ହେବ କ'ଣ ନା ତୁମର କିଛି କ୍ଷତି ହେବନି। ଏଇଟା ବାରମ୍ବାର ମୁଁ ପ୍ରୁଭ୍ କରିସାରିଛି। କୌଣସି ସତ୍ସଙ୍ଗ ଥରେ ଯଦି ଆଟେଣ୍ଡ କରିଦେଲ ଜାଣିବ ଯେଉଁ କ୍ଷତିଟା ତୁମେ ସହିଥାନ୍ତ ବା ଆସିଥାନ୍ତ ଡେଷ୍ଟିନି ଅନୁସାରେ ବା ତୁମର କର୍ମ ଅନୁସାରେ ପୂର୍ବରୁ, ସେଇଟା କୁଆଡ଼େ ଉଭେଇଯିବ, କୁଆଡ଼େ ବି ଉଭେଇଯିବ। ତୁମେ କହିପାରିବନି କ'ଣ ତୁମର କର୍ମଫଳ ଅନୁସାରେ କ'ଣ ସବୁ ରହିଛି, ଭବିଷ୍ୟତରେ କ'ଣ ଘଟିବ। ମହାବିପତ୍ତି ଯଦି କିଛି ଥାଏ ତାହେଲେ ଏଇଟା ଆଟେଣ୍ଡ କଲେ କଟିଯିବ। ଆଉ ତୁମକୁ ସୁଯୋଗ ସୃଷ୍ଟି କରିବ ନାହିଁ ସେଠି ଯିବା ପାଇଁ ପୁରୀ। ଏଇଟା ହିଁ ମନେ ରଖନ୍ତୁ। କାହାର ଝିଅ ବାହାର, କାହାର ନିଜର ଅସୁବିଧା, କାହାର ଫାଇନାନ୍ସ, କାହାର ସମୟ ନାହିଁ, କାହାର ଅଣସୁଧିଆ ହେଇଯାଇଛି, କାହାର ଛୁତିକିଆ ହେଇଯାଇଛି, କାହାର ମୂର୍ତ୍ତିକିଆ, କାହାର ମାନେ କ'ଣ କ'ଣ ଅସୁବିଧା ଦେଖା ଦେଇଛି। କାହାର ଗାଈଟିଏ ରଖିଛି ଛାଡ଼ିକି ଯାଇପାରୁନି, କାହାର ଘରେ ରୋଗଗ୍ରସ୍ତ କିଏ ହେଇକି ରହିଛି, ତାଙ୍କୁ ଦେଖା ଦେଖି କରିବା ପାଇଁ ସିଏ ବି ଯାଇପାରୁନି। ଏମିତି ଅନେକ ପ୍ରୋବ୍ଲେମ୍ ମଧ୍ୟ ଆସିବ। ତୁମେ ଯଦି ମାନସିକ ସ୍ଥିତିରେ ଦୃଢ଼ ସଂକଳ୍ପ ନେଇଥିବ ମୁଁ ଯାଇ ସେଠି ପହଞ୍ଚିବି, ଅବଶ୍ୟ ପହଞ୍ଚିବ, କେହି ରୋକିପାରିବେନି ପୃଥିବୀରେ। ଆଉ ତୁମେ ସ୍ୱୟଂ ନ ଆସିବାର କାରଣ ନିଜେ, ଏଇଟା ମନେ ରଖନ୍ତୁ। ତୁମେ ଯଦି ନ ଆସିପାରୁଛ ପୁରୀ ଆନୁଆଲ ଫଙ୍କସନକୁ, ଜାଣିବ ସେଥିପାଇଁ ଦାୟୀ ତୁମେ ନିଜେ ଏବଂ ତୁମର ମନ, ଭାବନା ଏବଂ ସବୁକିଛି। ତୁମେ ସ୍ୱୟଂ ନେଗେଟିଭ ହେଇଯାଉଛ, ତୁମେ ପଜିଟିଭ କି ଆଣ। ପଜିଟିଭ ନ ଆଣିକି ତୁମେ ନେଗେଟିଭ କହିବ ମୋର ଅମୁକ ଅସୁବିଧା ଅଛି। ଆରେ ଯେଉଁ ଅସୁବିଧା ଅଛି ତାକୁ କାଟ, କୌଣସି ଉପରେ କାଟିଦିଅ। ଯିଏ ନ କଟିବ ବିରାଟ ଅସୁବିଧା ଅଛି, ସେ ତ ଅଲଗା। ଆଉ ତୁମେ ତ ସ୍ୱୟଂ ନେଗେଟିଭରେ ରହିଛ। ନେଗେଟିଭ ହେଲେ ନେଗେଟିଭ ଡେଟ୍ ତିଆରି ହେଉଛି। ନେଗେଟିଭ ମାନେ ନ ଆସିବା ପାଇଁ ଆଉ ସବୁ ନେଗେଟିଭ ତୁମେ ଯିବନି, ମାନେ ଆଉ କେତେ ଗୋଟେ ଅଘଟଣ ବା ଅସୁବିଧା ତୁମ କରରେ ସବୁ ସାଇତି ହେଇକି ଥିବ। ତୁମ ନ ଆସିବା କାରଣ ପାଇଁ ସେ ସବୁ ସାଇତି ହେଇକି ରହିଛି, ଘେରିକି ରହିଛନ୍ତି, ତୁମ ଯିବାକୁ ଦଉନାହାନ୍ତି। ତୁମେ ସତ୍ସଙ୍ଗକୁ ଆସିବା ପାଇଁ ସେମାନେ ଦଉନାହାନ୍ତି, ତୁମର ଭାବନା ପାଇଁ। ଆଉ ଗୋଟେ ପରିକଳ୍ପନା ମୂଳରୁ ଥାଇପାରେ ଯେ ଏ ସତ୍ସଙ୍ଗରେ ଲାଭ କ'ଣ ଅଛି, ମୁଁ ଯାଇକିରି ଫାଇନାନ୍ସ କରିବି, ସେଠି ପର ଘରେ ରହିବି, ବହୁତ ଲୋକ ଥିବେ, ସମାଗମ ହବ, ଶୁଣିବି କ'ଣ ଲାଭ ହବ, ମୋର ଘରେ ଅଛି ତ ଠିକ ଅଛି। ଏଇ ଯୋଉ ଭାବନାଟା ବହୁତ ଦିନରୁ ତୁମ ଭିତରେ ଗଚ୍ଛିତ ହେଇକି ରହିଛି, ମୁଁ କୋଉ ସତ୍ସଙ୍ଗ ଯିବିନି। ଆଉ ଯଦି ଭାବନା ଥାନ୍ତା ପରୋକ୍ଷରେ ଯେକୌଣସି ସତ୍ସଙ୍ଗ ମୁଁ ସେଠି ଯାଇ ଆଟେଣ୍ଡ କରିବି, ତାହେଲେ ସେ ଅନୁସାରେ ତୁମକୁ ସ୍କୋପ ମିଳନ୍ତା। ଯେଉଁମାନେ ନ ଆସିପାରୁଛନ୍ତି ବା ଆସିବା ପାଇଁ ମାନସିକ ସ୍ଥିତିରେ ନାହାନ୍ତି ଏବେ ବି, ସେମାନଙ୍କର ଏଇ ଭାବନା ଥିବ ତା ଭିତରେ, କାହିଁକି ଯିବି, ସେମାନେ ତ କରୁଛନ୍ତି, କିଏ ନାହିଁ କିଏ କରୁଛନ୍ତି, ମୋର ତ କିଛି ଆବଶ୍ୟକତା ନାହିଁ। ଏ ଭାବନା ଥିଲେ ତୁମେ ଯାଇପାରିବ। ଏ ଭାବନା ଥିଲେ କେବେ ଯାଇପାରିବନି ତୁମେ। ସେଥିପାଇଁ ନ ଆସିବାର କାରଣ ନିଜେ ସ୍ୱୟଂ ଦାୟୀ। ଜଣେ ଜଣେ ଏଇ ଯୋଉ ସତ୍ସଙ୍ଗ ହେଲାନି ପୁରୀରେ ଆଜି ପର୍ଯ୍ୟନ୍ତ ଲେଟ୍ ହେଲା, ମୋତେ କେତେ ଜଣ ଫୋନ କରି କହୁଛନ୍ତି, ବା ଯେଉଁମାନେ ଏଠିକି ଆସୁଛନ୍ତି ଯୋଗ ଶିକ୍ଷା କରିବା ପାଇଁ, ସେମାନେ କହୁଛନ୍ତି ବାବା କୋଉଦିନ ପୁରୀ ପ୍ରୋଗ୍ରାମ ହବ। ତା ଅର୍ଥ କ'ଣ? ମାନେ ସେମାନେ କେତେ ଆଗ୍ରହ ଅଛନ୍ତି ଆସିବା, ହେଲାନି କାହିଁକି, ଲେଟ୍ କାହିଁକି ହଉଛି। ଆଉ ଜଣେ ଜଣେ ନ୍ୟୁଟ୍ରାଲ, ତାଙ୍କର କିଛି ନାହିଁ, ହେଲେ କେତେ ନହେଲେ କେତେ, ତାଙ୍କର କ'ଣ ହେଇଯାଉଛି। କିନ୍ତୁ ଯେଉଁମାନେ
डायरेक्ट आमको फोर्स करछनी बा काहे हेलानी आउ केबे हबो शीघ्र करंतु तमाने केते उत्साह अछि तांको भीतर देख तेणु कहे जे मनर मूले जगत तुमर यदि मन अच्छी तो सत्संग मन नहीं तो सत्संग सहित तुम किसी ना संपर्क खाली जोग शिखिले शिखिले चक्रवर्धन शिखिले प्राणायाम शिखिगले जन जोग करदेव ये केवे संभव नहीं ता सहित कहुई सत्संग करिया पड़ो ता सहित कहुई स्वाध्याय करिया पड़ो बा आजिकल जुगरे जोटा कि मीडिया साजी यूट्यूब से जो मैंने भल प्रवचन दौरान आत्मज्ञान उपर कहते कथा तुम शुणा पड़े से भी साधा हो सत्संग साधा साधन ये तीनोटी जिनस हेले सीना तुम इम्प्रूव हम आगे जीव जदि शकुंतलापुर सत्संग होता तो कंपलसरी तुम जाता तुमको चिट्ठी कराई था तुमको टेलीफोन करा एकाथरे 100-200 मेसेज जाता एकाथरे समस्त फोन बाजी था बजाऊ 200 फोन एकाथरे बाजुला माने जमती कहे जे शकुंतलापुर शिवमुनि महाराज जन्म जयंती एते तारीख हवा जाऊँगी तुम मानक तुमको बा तुम परिवार में सादर निमंत्रण सेठारे आसी पहुँचे एतिकी तो बाजन सब मोबाइल एकाथरे बाजुला जो माने मोबाइल आम कंपोजिशन कर फीडिंग कराई से मोबाइल के लोड कर 200 एकाथरे बाजुला केड़े सुंदर भाव प्रवचन से होता आ केड़े सुंदर भाव से प्रोग्रामिंग चली 3 दिन प्रोग्राम खाइबा रहिबा गोटे आनंद उत्साह भितर समस्त आसते बेडिंग पत्र धरिकी रोले 3 दिन से तो 5 लाख खर्च बर्तमान कले 5 लाख खर्च हो तेणु एठी जो 1.5 लाख प्रोजेक्ट कराई अप्रोक्सीमेटली 1.5 लाख लगे बोले आम गोटे परिकल्पना कर अप्रोक्सीमेटली हुए तो 130 लगे 140 लगे 1.5 लाख भी खर्च हो तेणु के जन जो मैंने बहुत दूर अच्छा आंध्र आज जन पैसा पठे बोले बाबा मुझे जापरि एति पैसा मो पाख रख मुझार आपण कथा अनुसार मुझे व्यस्त अच्छी गोटे बड़ होटेल चलाऊन से कई पिला ना मन दुख कले मुझे कौन कर पैसा किसी पठाऊ सी भी एक प्रकार ठीक अच्छे ये न आसपार भी किसी अर्थ राशि सहयोग कर इनडायरेक्टली भी किसी सपोर्ट मिल निश्चिंत भाव सत्संग आसवा न आसिक पैसा दान करवा से भी किसी परसेंटेज मिल निश्चिंत मिलबनी केमती मिल आउ बेटर हम निजे आसवा दरकार जदि 100% तुम्हें गेन करने चाहूँ लाभान्वित होगा चाहूँ विपद मुक्त होगा चाहूँ ताहले आसे पुरी रे पहुँच मु शकुंतलापुर सहित कंपेयर करुच्ची कहीं शकुंतलापुर होनी जोटा कि आम साइड ब्रांच हिसाब से पुरी की बर्तमान ग्रहण कर एक प्रकार शकुंतलापुर जा पुरी तेणु आनुआल फंक्शन जब शकुंतलापुर होता ताले एते प्रेसर हंतानी गोटे सत्संग वर्ष अटेंड कले जान से गोटे वर्षटा सुरक्षित तुम हो ना विपद ना एक्सीडेंट ना अर्थहानि ना घर पड़ी ना पशु हत्या किसी हम बुझिल सत्संग है तुम कार झील विवाह किए रोग मुक्त अच्छा आउ टे रही जा नाखी जा कार रोग सी भी गड़ी पड़ो अनेक दिन लाभ हम तुम इनडायरेक्ट तुम जान तार सिद्धांत बुझीन सत्संग सिद्धांत बुझीन जोटी कहुच्छे गोटे सत्संग अटेंड कले 7 स्वर्ग अपवर्ग 7टा स्वर्ग से लगनी
ତୁମେ ଘରେ ବସିକି କ'ଣ କରିବ? ଯେଉଁମାନେ କାମ ଅଛି ଅର୍ଜେଣ୍ଟ କାମ ସେ ଛାଡ଼ନ୍ତୁ। ଅର୍ଜେଣ୍ଟ କାମ ତ କିଛି ନାହିଁ ଆ ଅପେକ୍ଷା ମୁଁ ଜାଣିବାରେ। ତେଣୁ ଯେଉଁମାନେ କିଛି କାମ ନାହିଁ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି, କାହିଁ କରୁଛନ୍ତି? ରହୁଛନ୍ତି 70 ଜଣ, ଷ୍ଟେଟମେଣ୍ଟ ଦେଇଛନ୍ତି 25 ଜଣ ଆସିବେ, ଅବଶିଷ୍ଟ କୁଆଡ଼େ ଗଲେ? 70-80 ଜଣଙ୍କ ଭିତରେ ଷ୍ଟେଟମେଣ୍ଟ ଦେଇଛନ୍ତି 22-25 ଜଣ ନା କେତେ ଜଣ ଦେଇଥିଲେ ପ୍ରଥମ ଦିନ କନସେଣ୍ଟ ଦେଇଥିଲେ ଆସିବା ପାଇଁ। ଅବଶିଷ୍ଟ କ'ଣ କରିବ ସେ ସମୟ? କାହାର ନିହାତି ଅସୁବିଧା ଅଛି, କି କ୍ରିୟାକର୍ମ ଦେଇଛି ମରିଯାଇଛନ୍ତି, ସେ ଅଲଗା କଥା, ସିଏ ଅଲଗା କଥା। ତମେ ଜାଣି ଶୁଣିକିରି ଏ ଯେଉଁ ମହତ୍ଵ କାମରେ ଯୋଗ ଦଉନ, ଆଉ ତାର ଲାଭଟା ଯେ କ'ଣ ତୁମେ କେବେ ଅନୁଭବ କରୁନ। ଆଉ ଯିଏ ସତ୍ସଙ୍ଗ ଆରେଞ୍ଜମେଣ୍ଟ କରୁଛି, ତାର ପୁଅ 21 ହଉ ବା 16 ପୂଜା ହଉ ବା ନାରାୟଣ ପୂଜା ଯେଉଁ କରୁଛନ୍ତି ବାର୍ଷିକ ଉତ୍ସବ ବା ଶବ ଯେଉଁ ଦଶ କ୍ରିୟା ବା ଏକାଦଶ କ୍ରିୟା ଯେଉଁମାନେ କରୁଛନ୍ତି, ଆମର ବୋଉର ଯେମିତି ଏକାଦଶ କ୍ରିୟାରେ ହେଇଥିଲା ସତ୍ସଙ୍ଗରେ, ଆଉ ବିବାହର ସତ୍ସଙ୍ଗ, ଯେତେ ତୁମେ କରୁଛ ସବୁ ଅନ୍ୟ କାମ, ମେଲୋଡ଼ି ଆଣିକିରି କିଏ ବଜେଇଲାଣି, କିଏ ନାଚ କୀର୍ତ୍ତନ କଲାଣି, ଏଗୁଡ଼ା ସବୁ ବନ୍ଦ କରିକି ତୁମେ ସତ୍ସଙ୍ଗ କର। ଏଗୁଡ଼ା ସବୁ ବନ୍ଦ କର। କହନ୍ତିନି ଗୋଟେ ଗୁଲୁଗୁଲା ଥୁଆ ହେଇଛି ଆଉ ଗୋଟେ ରସଗୋଲା ଥୁଆ ହେଇଛି, ଦୁଇଟା କୋଉଟା ଖାଇବ? ତମେ ପ୍ରିଫର କୋଉଟା କରିବ? ନିଶ୍ଚିନ୍ତ ରସଗୋଲାର ଟେଷ୍ଟ ଯେ ଜାଣିଛି ସେଇଟାକୁ ସେ ଗ୍ରହଣ କରିବ। ତେଣୁ ସତ୍ସଙ୍ଗ ଯଦି ଗୋଟେ ଦିଟା ମୁନି ଡାକିକି ତୁମେ ଆତ୍ମଜ୍ଞାନ ଉପରେ ଆଲୋଚନା କରିପାରିଲ, ତାଠୁ ବଡ଼ ଜିନିଷ କ'ଣ ଅଛି? ଖାଇବାକୁ 100 ଜଣଙ୍କୁ ଦେଇପାରିବ, କି ତୁମ ଅନୁସାରେ 50 ଜଣଙ୍କୁ ଦେଇପାରିବ ସେଠି ନିଜ ଘରେ। କେତେ ବଡ଼ ଉତ୍ସବ ସୃଷ୍ଟି ହେବ। କାହିଁକି ହତୋତ୍ସାହ ହେଉଛ? ତେଣୁ ମନେ ରଖ, ଆଜି ମୁଁ ପୁରୀ କଥା କହୁନି, ମୁଁ ସମସ୍ତଙ୍କୁ ଏଠି ସଂକେତ ଦେଉଛି ଯେ ଯେତେବେଳେ ଯେକୌଣସି ଫଙ୍କସନ ତୁମେ କରିବାକୁ ଚାହୁଁଛ, ସେତେବେଳେ ସତ୍ସଙ୍ଗ କର ନିଜ ଘରେ। ସେ ଲୋକାଲ ମୁନିକି ଯଦି ଆମେ ସମୟ ନ ଦେଇପାରୁଛୁ ବା ନ ଯାଇପାରୁଛୁ, ସେ ଲୋକାଲ ମୁନିକି ଡାକିକି ଆଣି ପ୍ରବଚନ ପ୍ରଣାମ କର, ସେଠି ଦେଖିବ ଉନ୍ନତି ହେବ। ମୁଁ ବାର୍ଷିକ ଉତ୍ସବ କରିଥିଲି ଆମ ପୁଅର ସତ୍ସଙ୍ଗ, 1200 ଲୋକଙ୍କ ପାଇଁ ଆରେଞ୍ଜମେଣ୍ଟ କରାଯାଇଥିଲା, 1200 ନୁହେଁ 1500 ଲୋକଙ୍କ। ତାପରେ ଦ୍ୱିତୀୟ ବର୍ଷ ବେଳକୁ ଆମର ଏଠି ହେଇଗଲା କ'ଣ, ମାନେ ଗୁରୁ ଜୟନ୍ତୀ ଆମେ କଲୁ, ନିଜର ବ୍ରାଞ୍ଚ କରିକିରି ଆମେ ସତ୍ସଙ୍ଗ କଲୁ। ତେଣୁ ସେଗୁଡ଼ା କଣ୍ଟିନ୍ୟୁଅସଲି ହେଇପାରିଲା ନା। ନହେଲେ ମୁଁ କଳ୍ପନା କରିଥିଲି ସବୁ ବର୍ଷ ସତ୍ସଙ୍ଗ କରିବି। ଇଏ ତ ଯେଉଁ ସତ୍ସଙ୍ଗ ହେଲା, ତ ବିରାଟ ସତ୍ସଙ୍ଗ ହେଇଗଲା। ସେଥିରେ ଏତେ ଅପର୍ଯ୍ୟାପ୍ତ ସମୟ, ଅର୍ଥ ସବୁକିଛି ନଷ୍ଟ ହେଲା ଆମର ସେଥିରେ। ତେଣୁ ଆଉ ଗୋଟେ ସତ୍ସଙ୍ଗ କରିବା ସମ୍ଭବ ହେଲାନି। ତେଣୁ ପୁଅର 16 ପୂଜାକୁ ଅବଶ୍ୟ କରିଥିଲି, ତା ଲାଗି 3ଟା ସତ୍ସଙ୍ଗ ହେଇଛି ସ୍ପେଶାଲ ପୁଅ ପାଇଁ। ତେଣୁ ଏଠି ଯେଉଁ ଶନିବାର ରବିବାର ରଖାଯାଇଛି, ଇଏ ବି ଗୋଟେ ବଡ଼ ଧରଣର ପ୍ରଚେଷ୍ଟା। ରବିବାରକୁ ରବିବାର ସେଠି ହେଉଥିଲା, ପ୍ରତ୍ୟେକ ରବିବାର ଖାଦ୍ୟପେୟ ହେଉଥିଲା। ଏଠି ଆଉ ଗୋଟେ ବାର ସିଲେକ୍ସନ ହେଲା, ଏଠି ଆମେ ରବିବାର ନ କରି ଶନିବାର କରିଥିଲୁ ଏଠି। କାରଣ ରବିବାର ସମସ୍ତେ ଆସୁଥିଲେ ଆଡମିସନ ପାଇଁ, ଛୁଟି ମିଳୁଥିଲା, ଏଇଟା ସିଷ୍ଟମ ରଖିଥିଲେ। ତାପରେ ଦେଖିଲୁ ସମସ୍ତଙ୍କର ଉତ୍ସାହ ଏବଂ ଶକୁନ୍ତପୁରକୁ ଆସିଲେ ଯେଉଁମାନେ ପାଇପାରିଲେନି, ସେଇଦିନ ମନ ଇଚ୍ଛା ହେଲା ଯେ ନାଇଁ ଶକୁନ୍ତପୁର ପାଇଁ ଗୋଟେ ସତ୍ସଙ୍ଗ ଆମେ ରଖିବା, ସେଇଟା ହେଉଛି ରବିବାର। ତେଣୁ ରବିବାରଟା ଶକୁନ୍ତପୁର ପାଇଁ ହେଉଛି। ଏବଂ ଏଠି ଯେଉଁ ଆମେ 18 ମସିହାରେ ଷ୍ଟାର୍ଟ କରିଥିଲୁ ସତ୍ସଙ୍ଗ, ଏଇଟା ବି ଶନିବାର ହେଉଛି। ତେଣୁ ଦୁଇଟା ମିଶିଗଲା, ଗୋଟେ ସପ୍ତାହରେ 5 ଦିନ ଏପଟ ସେପଟ ହେଉଛି, ଆଉ 2 ଦିନ ତ ଆମେ ସତ୍ସଙ୍ଗରେ ବସୁଛୁ। ଏତେ ବଡ଼ ବଡ଼ ଆମର
ଏକାଦଶ କ୍ରିୟାରେ ବୋଉଙ୍କର ଆମେ ଆରେଞ୍ଜମେଣ୍ଟ କରିଥିଲୁ 2600 ଲୋକଙ୍କ ପାଇଁ। 2600 ଲୋକଙ୍କ ପାଇଁ ମୁଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ବଡ଼ ଧରଣ ଗୋଟେ ସତ୍ସଙ୍ଗ ହେଇଥିଲା, ଖାଦ୍ୟପେୟ ହେଇଥିଲା, ଲୋକ ସମାଗମ ହେଇଥିଲେ। ବୋଉ ପାଇଁ ମୁଁ ତ ଚାହିଁଥିଲେ ଆଉ କ'ଣ କରିପାରିଥାନ୍ତି। ନା, ପୁଅର ଜନ୍ମ ଉତ୍ସବରେ ମେଲୋଡି ଆଣିକି ବଜେଇ ପାରିଥାନ୍ତି, କ'ଣ କରାଯାଇଥାନ୍ତା, ସେସବୁ ବନ୍ଦ। ସେ ଆଶ୍ରମରେ କରାଯାଇଥିଲା। ଆଶ୍ରମ ମଧ୍ୟ 16 ପୂଜା କରାଯାଇଥିଲା। ଟେଣ୍ଟ ଫେଣ୍ଟ ଭିଡ଼ା ହେଇକି କରାଯାଇଥିଲା। 1400 ଲୋକଙ୍କ ପାଇଁ ଆରେଞ୍ଜମେଣ୍ଟ କରାଯାଇଥିଲା ସେଠି। ତେଣୁ ଏଇଟା କ'ଣ? ଏଇଟା ନିଜର ଇଚ୍ଛା ଶକ୍ତି। ନିଜର ଇଚ୍ଛା ଶକ୍ତି ଯେପର୍ଯ୍ୟନ୍ତ ଥିବ, ମୁଁ ଯାହା କଲେ, ଯେକୌଣସି ଫଙ୍କସନ୍ କଲେ ମୁଁ ସତ୍ସଙ୍ଗ କରିବି, ତାହେଲେ ସତ୍ସଙ୍ଗର ସୁବିଧା ତୁମକୁ ହିଁ ମିଳିବ। ଆଉ ସେଇଦିନ ଚିନ୍ତା କରି ମୁଁ କରିବି ହବନି। ତେଣୁ ଏବେଠୁ ଅଣ୍ଟା ଭିଡ଼ନ୍ତୁ, ଭାବନାରେ ଆଣନ୍ତୁ। ମୋର ଯେକୌଣସି ଛୋଟ ମୋଟ ଯେଉଁ କାମ ଅଛି, ଯାହା ଯେଉଁଥିରେ କିଛି ଲୋକଙ୍କୁ ଡାକି ଖାଇବାର ଦେବାର ଅଛି, ବା ନାରାୟଣ ପୂଜା କରିବାର ଅଛି, ମେଲୋଡ଼ି ବଜାଇବାର ଅଛି, ଯାହା ସବୁ କୀର୍ତ୍ତନ କରିବାର ଅଛି, ଅଷ୍ଟପ୍ରହରୀ ସବୁ କରୁଛନ୍ତି, ତାର ପରୋକ୍ଷରେ ଏଇଟାକୁ ରଖନ୍ତୁ। ସପ୍ତ ପୁରୁଷ ଉଦ୍ଧାର ହେଇଯିବ ସତ୍ସଙ୍ଗ କଲେ ସେ ମାଟିରେ। ମୁଁ ଏଇଟା କାହିଁକି କହିଲି ନା, ଯେଉଁମାନେ ସତ୍ସଙ୍ଗ ଏଠିକି ଆସୁଛନ୍ତି ତ ଯେତିକି ଲାଭବାନ ମିଳିବ, ତାଠୁ ବେଶୀ ଲାଭବାନ ମିଳିବ ନିଜେ ଘରେ ସତ୍ସଙ୍ଗ କଲେ। ମୁଁ ଏଇ ଶବ୍ଦକୁ ନେଇକି ଏ କଥା କହୁଥିଲି। ତେଣୁ ସତ୍ସଙ୍ଗର ସୁବିଧା ଯେଉଁ ନ ପାଇପାରୁଛନ୍ତି ବା କରିବା ପାଇଁ ସୁଯୋଗ ହେଇପାରୁନି, ସେମାନେ ଆଟେଣ୍ଡ କରନ୍ତୁ ସତ୍ସଙ୍ଗ। ଆଟେଣ୍ଡ କଲେ ତୁମର ଅଭିଜ୍ଞତା ସୃଷ୍ଟି ହେବ। କେମିତି କରାଯାଉଛି, କେଉଁ ପରିବେଶରେ କରାଯାଉଛି, କ'ଣ ଆମର ଆବଶ୍ୟକତା ଅଛି, ଅନୁଭୂତି ହେବ ନା। ଯଦି କିଏ ସତ୍ସଙ୍ଗ କରିବାକୁ ଚାହୁଁଛି, ଆଉ ଯେବେଠାରୁ ନିଶ୍ଚୟ କରିବେ ଯେ ମୁଁ କେବେ ସତ୍ସଙ୍ଗ କରିବି, ସେଇମାନଙ୍କୁ ସୁବିଧା ମିଳିବ ସତ୍ସଙ୍ଗ କରିବା, ଅନ୍ୟମାନଙ୍କୁ ନାହିଁ। ଆଉ ସତ୍ସଙ୍ଗ କରିବା ବହୁତ କଷ୍ଟ, ମନେ ରଖ। ଯେ ଜଣେ ଚାହିଁଦେଲେ ହେଇଯିବ ତା ନାହିଁ। ନିଜର ବହୁତ ଦୃଢ଼ ଇଚ୍ଛା ଶକ୍ତି ନହେଲେ ସତ୍ସଙ୍ଗ କରିପାରିବ ନାହିଁ। ମୁଁ ବାରିପଦା ଯାଇଥିଲି କଣ୍ଟାକ୍ଟ କରିବା ପାଇଁ ମୁନିମାନଙ୍କୁ। କେତେ କଷ୍ଟ ନେଇକି ଯାଇଥିଲି ଯେ ଏମାନେ ଆସିବେ। ମୁଁ ଏଠି ତ ଟେଲିଫୋନ ନମ୍ବର ନଥିଲା, କିଛି ବି ସୁବିଧା ନଥିଲା। ମୁଁ ବାରିପଦା ଯାଇଥିଲି, କୌଣସି ଗୋଟେ ଫଙ୍କସନ୍ ହେଉଥିଲା, ସେଇଠି କଣ୍ଟାକ୍ଟ କରିବା ପାଇଁ। ଆଉ ସେଠି ବି ବହୁତ ମୁନିମାନେ ମୋତେ ସୁବିଧା ମିଳିଲା କଣ୍ଟାକ୍ଟ କରିବା। ତା ଭିତରେ ଦାମୋଦର ମୁନି ଥିଲେ, ଯିଏ ଭାଗବତ କହୁଛନ୍ତି, ଆଉ ଏଇ ଦୁର୍ଗା ମୁନି ଯିଏ ଅଛନ୍ତି, ତାଙ୍କୁ ବି ଡାକିଥିଲେ। ପ୍ରଥମେ 2 ଜଣ ଆସିଥିଲେ, ଆଉ କିଏ ଆସିଥିଲେ କ'ଣ ମନେ ପଡ଼ୁନି। ଏସବୁ ଆସିଥିଲେ ଆମର ପୁଅର ଜନ୍ମୋତ୍ସବରେ। ତେଣୁ ସତ୍ସଙ୍ଗକୁ ଜମା ନେଗ୍ଲେକ୍ଟ କରନା। ନେଗ୍ଲେକ୍ଟ କଲେ ଫଳ ମିଳିବନି। ନେଗ୍ଲେକ୍ଟ ଯଦି ସୁବିଧା ସୃଷ୍ଟି ନହେଲା ଆସିବା ପାଇଁ, ସେଇଟା ରହିପାରେ କିଛି ନାହିଁ। ତୁମେ କ'ଣ ପଇସା ନାହିଁ, ଆଜି ତୁମ ଦେହ ଅସୁସ୍ଥ ହେବ, ପଇସା କେଉଁଠୁ ଆସିବ ମେଡ଼ିକାଲ ଯିବା ପାଇଁ କୁହନ୍ତୁ? ତ ନେଇଯିବେ ଯେ ନାହିଁ, ସେ ତୁମକୁ ଟେକିକିରି ଆମ୍ବୁଲାନ୍ସରେ ଆଣି 108ରେ ଆସି ନେଇଯିବେ। ମେଡ଼ିକାଲ ଚାଲ, ପେଟ ଟାଣୁଛି ଜୋର, ଗୋଡ଼ ବିନ୍ଧୁଛି, ଷ୍ଟ୍ରୋକ୍ ହେଇଗଲା, ପାରାଲିସିସ୍ ହେଇଗଲା, ତମେ ତ ହଠାତ୍ ଯିବ ମେଡ଼ିକାଲ, ପଇସା କୁଆଡ଼େ ଆସିବ? ସେ ଇମର୍ଜେନ୍ସି ପଇସାଟା ଭାବିକିରି ସତ୍ସଙ୍ଗକୁ ଆସନ୍ତୁ। ଏଇଟା ଗୋଟେ ଇମର୍ଜେନ୍ସି ଭାବିକିରି ସତ୍ସଙ୍ଗକୁ ଆସନ୍ତୁ। ଇଏ ଗୋଟେ ପ୍ରୋଟେକ୍ସନ୍ ହେଇକି ରହିବ ତୁମ ପାଇଁ, ଗୋଟେ ଇୟର ପାଇଁ, ଲଙ୍ଗ ଟର୍ମରେ। ଅବଶ୍ୟ ଯେଉଁମାନେ ଏଠି ଆମ ସତ୍ସଙ୍ଗ ଶୁଣୁଛନ୍ତି, ମଜବୁତରେ ରହୁଛନ୍ତି, ଠିକ୍ ଅଛି, ମାନୁଛି। ତଥାପି ଏ ଯେଉଁ ଆନୁଆଲ ସତ୍ସଙ୍ଗ, ଆନୁଆଲ ଫଙ୍କସନ୍ ହେବ ପୁରୀରେ, ସେଠିକି ଆଗେ ମାନସିକ ସ୍ତରରେ ମୋ କଥା ଶୁଣିଲା ପରେ ଏବେ ପ୍ରସ୍ତୁତ ହୁଅନ୍ତୁ ଯିବା ପାଇଁ। ମାନସିକ ଫିଟ୍ ହେବା ମନରେ, ହଁ ମୁଁ ଯିବି।
କାହିଁକି ଆସିବନି କହୁନା? ତାଠୁ ବଡ଼ କାମ ଆଉ କ'ଣ ରହିଗଲା ଯେ ତୁମେ ଘରେ ରହିଯିବ? କ'ଣ ରହିଗଲା କୁହନ୍ତୁ? ମୁଁ ଆଶା କରେ ତୁମମାନଙ୍କର ମନ ଭିତରେ ଯେତିକି ଦୁର୍ବଳତା ଥିଲା କିଛି ୱାସ୍ ହଉଥିବ, ମାନସିକ ସ୍ତରରେ କିଛି ୱାସ୍ ହଉଥିବ ଯେ ମୋର ଯିବା ନିହାତି ଦରକାର। ସେଠି ତ କିଛି ଅସୁବିଧା ନାହିଁ। ପୁରୀ ଭଳି ଜାଗାରେ ତୁମେ ଯଦି ଘର ଖଣ୍ଡେ ପାଇପାରିଲ ଶୋଇବା ପାଇଁ ଆନନ୍ଦରେ, ଖାଇବା ଖଣ୍ଡେ ମିଳିପାରିଲା ସ୍ୱଚ୍ଛ ଭିତରେ, ଆଉ ସତ୍ସଙ୍ଗ ଭଳି ଜିନିଷ ଶୁଣିବା ପାଇଁ ସୁଯୋଗ ମିଳିଲା, ତାଠୁ ବଡ଼ ଜିନିଷ କ'ଣ ଅଛି? ପରବର୍ତ୍ତୀ ଷ୍ଟେଜ୍ ହେଉଛି ବଡ଼ଦାଣ୍ଡରେ ହେଉଛି, ପୁଣି ଯୋଉଠି ରଥ ତିଆରି ହେଉଛି, ରଥକୁ ଦେଖୁଥିବ, ସତ୍ସଙ୍ଗ ଶୁଣୁଥିବ। ମୁନି ସମାଜ ତ ବାସ୍ତବ ଚିତ୍ର କଥା କହୁଛି, ଯୋଉଟା ସତ୍ୟ, ଯୋଉଟା ଚିରନ୍ତନ ସତ୍ୟ, ଯୋଉଠି କିଛି ମାନେ ସ୍ୱତନ୍ତ୍ର ବିଚାର ଅଛି, ସେଇଟା ତ ମୁନି ସମାଜ। ସତ୍ୟକୁ ଉଦ୍ଘାଟନ କରିବା ହେଉଛି ମୁନି ସମାଜ। ଯେ ମୁନି ସମାଜ ଯାହା କହିছে ତାକୁ ମାନିନିଅ, କେବେ ସଦ୍ଗୁରୁଦେବ ଶିବମୁନି କହିନାହାନ୍ତି। ବଡ଼ ଉତ୍ସାହର ସହିତ ଆମେ କହି ରଖୁଛୁ, ଆସନ୍ତୁ ସମସ୍ତେ ସତ୍ସଙ୍ଗ, ଖୁବ୍ ଭଲ ଲାଗିବ ସମସ୍ତଙ୍କୁ। କିନ୍ତୁ ତୁମର ନ ଯିବାର କାରଣ ଯଦି କିଛି ଥାଏ, ସେଇଟା ହେଉଛି ତୁମର ମାନସିକ ସ୍ଥିତି ଠିକ୍ ନାହିଁ। ତୁମେ କେବେ ଏଇ ଯୋଉ ଅଶ୍ଳୀଳ ଚିଜକୁ ସତ୍ସଙ୍ଗରୁ ପ୍ରାପ୍ତ ହେବା ଜାଣିନ। ଆମେ ବି ଜାଣିନଥିଲୁ, ଆମେ ବି ଜାଣିନଥିଲୁ ସତ୍ସଙ୍ଗ ଗଲେ କ'ଣ ବେନିଫିଟ୍ ମିଳିବ। ଆମେ ତାକୁ ଯେତେବେଳେ ପରୋକ୍ଷରେ ପ୍ରତ୍ୟକ୍ଷରେ ଅନୁଭବ କଲୁ, ଗୋଟେ ସତ୍ସଙ୍ଗ ପରେ ସବୁ ଜିନିଷ ସମାଧାନ ନାହିଁ। ଆମେ ତ ପ୍ରାୟ 20 ବର୍ଷ ଭିତରେ ନିଶ୍ଚିନ୍ତ 40ଟା ସତ୍ସଙ୍ଗ ଆଟେଣ୍ଡ କରିଥିଲୁ। 20 ବର୍ଷ ଭିତରେ ବର୍ଷକୁ 2ଟା ସତ୍ସଙ୍ଗ ହୁଏ, ଗୋଟେ ଓଡ଼ିଶା ଲେବୁଲରେ ଆଉ ଗୋଟେ ହେଉଛି ସେଣ୍ଟ୍ରାଲ ଲେବୁଲରେ, ଅଲ୍ ଇଣ୍ଡିଆ ବେସିସ୍ରେ। ଅଲ୍ ଇଣ୍ଡିଆ ବେସିସ୍ରେ ଯୋଉଠି ଫଙ୍କସନ୍ ହେବ ଆମେ ଯାଇଛୁ 20 ବର୍ଷ ଭିତରେ, ଆଉ ଓଡ଼ିଶାରେ ଯୋଉଠି ହୁଏ ସେଠିକି ବି ଯାଇଛୁ। କେଉଁଝର ସେ BN ହାଇସ୍କୁଲରେ ହେଇଥିଲା, ଗଡ଼ରେ ହେଇଥିଲା, କେଉଁଝର ଗଡ଼, କେଉଁଝର ଏଇ ଦିଟା ଜାଗାରେ ହେଇଥିଲା, ମନେ ପଡ଼ୁଛି। ବାଲେଶ୍ୱରରେ ଓମେନ୍ସ କଲେଜରେ ହେଇଥିଲା, ବାଲେଶ୍ୱର କହୁଛି, ଭଦ୍ରକ ଓମେନ୍ସ କଲେଜ, ଭଦ୍ରକ ଓମେନ୍ସ କଲେଜ, ରାହାଣ୍ଡିଆ, ଏ ଦିଟାରେ ହେଇଥିଲା। ଆମେ ଯାଇଛୁ ଓଡ଼ିଶା ଭିତରେ। ଆଉ ବାରିପଦାର ସେ ଯୋଉ ରୁଇଆ ବାବାଙ୍କ ଆଶ୍ରମରେ ଥରେ ହେଇଥିଲା, ସେଠି ଯାଇଛି। ଆଉ ଭୁବନେଶ୍ୱରରେ ମଧ୍ୟ ଆସିଛୁ, କସ୍ତୁରବା ହାଇସ୍କୁଲ ହେଇଥିଲା। ପ୍ରଥମ ଆମେ ଯେତେବେଳେ ଏଣ୍ଟ୍ରି ହେଲୁ ଆ ଭିତରେ, ସେଇ ବର୍ଷ ଡିସେମ୍ବର ମାସରେ ହେଇଥିଲା। ଆମେ 96ରେ ଆଡମିସନ୍ ହେଲୁ ଜୁଲାଇରେ, ଆଉ ଡିସେମ୍ବରରେ ଫଙ୍କସନ୍ ହେଇଥିଲା, ଡିସେମ୍ବର 26ରେ କସ୍ତୁରବା ହାଇସ୍କୁଲ ଏଇଠି ଭୁବନେଶ୍ୱର ପ୍ରଥମ ଆସିବା। ତେଣୁ ଓଡ଼ିଶାରେ ଏତିକ ଆମେ, ହଁ ଆଉ ଗୋଟେ ହେଇଥିଲା ଜଗାଇ, ବାଲିଆପାଳ ସାଇଡ୍ ଜଗାଇ, ଜାଣିଛେ ଯେଉଁମାନେ ବାଲେଶ୍ୱର ଲୋକ ଅଛନ୍ତି, ଜଗାଇରେ ମଧ୍ୟ ଯାଇଥିଲେ। ଆଉ ଓଡ଼ିଶା ଲେବୁଲରେ ଯୋଉଠି ହେଇଥିଲା, ଓଡ଼ିଶା ଲେବୁଲରେ କୋଉଠି ହେଇଥିଲା, ରାଣୀତାଲ ନା କ'ଣ ଗୋଟେ ହେଇଥିଲା, ରାଣୀତାଲରେ ହେଇଥିଲା, ସେଠିକି ଯାଇଥିଲି। ଓଡ଼ିଶା ଲେବୁଲରେ BN ବୋଧେ ଓଡ଼ିଶା ଲେବୁଲରେ ହେଇଥିଲା, BN ହାଇସ୍କୁଲ। ହଁ ପାରାଦୀପ ହେଇଥିଲା, ତାଙ୍କର କନଫରେନ୍ସ ହଲ୍ 5 ନମ୍ବର ଗେଟ୍ ନା କ'ଣ, ସେଠିକି ଯାଇଥିଲୁ। ଓଡ଼ିଶାରେ ଏତିକି। ତାପରେ କାଲକାଟା ଯାଇଛୁ, ଦିଲ୍ଲୀ ଯାଇଛୁ, ମଧ୍ୟପ୍ରଦେଶ ଯାଇଛୁ, ଗୋରଖପୁର ଯାଇଛୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ଗୋରଖପୁର ଯାଇଛୁ, କାଲକାଟାରେ କେତେ ଜାଗାରେ ହେଇଛି ସେଠିକି ଯାଇଛୁ।
ଚାଇବାସା ଯାଇଛୁ ଝାଡ଼ଖଣ୍ଡରେ ହେଇଥିଲା। ଅର୍ଜୁନ ମୁଣ୍ଡା ଆସିଥିଲା ଚିଫ୍ ମିନିଷ୍ଟର ଉଦ୍ଘାଟନ କରିବା ପାଇଁ ତାଙ୍କ ଆଶ୍ରମ, ସେଠି ଆଟେଣ୍ଡ କରିଥିଲୁ। ନିଜେ ମଧ୍ୟ ଅର୍ଜୁନ ମୁଣ୍ଡାକୁ କାଟିବାରେ ଗୁରୁମା ସହଯୋଗ କରିଥିଲେ। ସେତେବେଳେ ଅନେକ ଜାଗାକୁ ଆମେ ସତ୍ସଙ୍ଗ ଯାଇଛୁ, ନିଜେ ସତ୍ସଙ୍ଗ କରିଛୁ, ନିଜେ 10ଟା ସତ୍ସଙ୍ଗ କରିଛୁ। ବଡ଼ଧରଣର 3 ଦିନିଆ ପ୍ରୋଗ୍ରାମ, 3 ଦିନିଆ ପ୍ରୋଗ୍ରାମ, 10ଟା ସତ୍ସଙ୍ଗରେ ଆଭରେଜ 2 ଲକ୍ଷ ରଖ, 20 ଲକ୍ଷ ଖର୍ଚ୍ଚ ହେଇଛି। ଟୋଟାଲ ଆଜି ପର୍ଯ୍ୟନ୍ତ ଆମର ଯେଉଁ ଆଶ୍ରମର ଏକ୍ସପେଣ୍ଡିଚର ହେଉଛି 30 ଲକ୍ଷ, 30 ଲକ୍ଷ ଟଙ୍କା ଖର୍ଚ୍ଚ ହେଇସାରିଲାଣି। ଏ ସତ୍ସଙ୍ଗରେ ହଉ ବା ଯେଉଁଥିରେ ହଉ କରାଯାଇଛି। ତେଣୁ 30 ଲକ୍ଷ ତ ଖର୍ଚ୍ଚ ହେଇଛି, ଆଉ ଯଦି ଆମେ ଲଗେଇବା ସେଇଟା 40 ଲକ୍ଷ ହେଇଯିବ। ଆଉ 10 ଲକ୍ଷ ଯଦି ରେଣ୍ଟରେ ଆମେ ଦେଇଛୁ, ଏବେ ଗଣିକି ଭୁବନେଶ୍ୱରରେ ଯେଉଁ ଦେଉଛୁ ସେଇଟା 9 ଲକ୍ଷ କେତେ ଦିଆହେଇଛି, ଆଉ 10 ଲକ୍ଷ ରେଣ୍ଟ। ଚିନ୍ତା କରନ୍ତୁ, 1/2 କୋଟି ଟଙ୍କା ଖର୍ଚ୍ଚ ହେଇସାରିଲା। ତେଣୁ ସତ୍ସଙ୍ଗ ଯିଏ କରୁଛି ତାଠୁ ଭାଗ୍ୟବାନ ଲୋକ କେହି ନାହାନ୍ତି ପୃଥିବୀରେ। ଯିଏ କରୁଛି ସତ୍ସଙ୍ଗ ଆଉ ଯିଏ ଆଟେଣ୍ଡ କରୁଛି, ତାଠାରୁ ମୂଲ୍ୟବାନ ବ୍ୟକ୍ତି କେହି ନାହାନ୍ତି। ଯିଏ ସତ୍ସଙ୍ଗ ଆଟେଣ୍ଡ କଲା, ବିଚାର କରନ୍ତୁ, ଯଦି ଏଭଳି ସୁଯୋଗ ହାତ ଛଡ଼ା କରିବ ଆଉ ତ ମିଳିବନି ନା। ଯଦି ମିଳିବ କେବେ ନ ମିଳିପାରେ। ତେଣୁ ଯେଉଁମାନେ ଭାଗ୍ୟବାନ ନିଜକୁ ମନେ କରୁଛନ୍ତି ସେମାନେ ସତ୍ସଙ୍ଗ ଆଟେଣ୍ଡ କରନ୍ତୁ। ବିନା ସତ୍ସଙ୍ଗରେ ତୁମେ ଲାଭବାନ ହେଇପାରିବ। ଗୋଟେ ସୁଯୋଗ ଆସିଛି ତୁମ ପାଇଁ, ଗୋଟେ ଚାନ୍ସ, ସେଇଟା ତୁମ ପାଇଁ ଆସିଛି। ମନେ ରଖନ୍ତୁ, କେବଳ ତୁମ ପାଇଁ ଆସିଛି। ତୁମେ ଯଦି ହାତ ଛଡ଼ା କରିଦେବ କେମିତି ପାଇବ? କେମିତି ପାଇବ? ଆମ ଯେଉଁ ସତ୍ସଙ୍ଗ ମାଟି ଏବେ ହଳ ହେଲା, କାଲି ଆମେ ଯାଇଥିଲୁ ଟ୍ରାକ୍ଟରରେ ବୁଲେଇକି ସମାନ ଲେବୁଲ କରାଯିବ, ପୁରା ପଡ଼ିଆ କରିଦିଆଯିବ। ସେ ଆଗଟା ଆଉ ଫ୍ରଣ୍ଟଟା ପାର୍କିଂ ପାଇଁ ବା ସତ୍ସଙ୍ଗ ପାଇଁ ପୁରା ମଇଦିଆ ହେଇକି ଟ୍ରେନ୍ ଟାଣିକିରି ମାଟି ଟଣାଯାଇ ଠିକ୍। ସେଠି 10ଟା ସତ୍ସଙ୍ଗ ହେଇଛି, ଆଉ ଯାହା ହେଇଛି ସ୍କୁଲ ହେଇଛି। 10ଟା ସତ୍ସଙ୍ଗରେ ଏଠି ହେଇଛି କେତେ ନା 10, 11, 12, 13, 14, 15, 6ଟା ସତ୍ସଙ୍ଗ ହେଇଛି। 6ଟା ସତ୍ସଙ୍ଗ ସେ ଆଶ୍ରମରେ ହେଇଛି। ଆଉ ପ୍ରତି କଣି, ପ୍ରତି ବିନ୍ଦୁ, ପ୍ରତି ଧୂଳିକଣା, ପ୍ରତ୍ୟେକ ଘାସ, ପ୍ରତ୍ୟେକ ପଡ଼ିଆ ଯେତେ ସବୁ ଅଛି, ସେଠି କୋଣ ଅନୁକୋଣରେ ସେ ଖାଦ୍ୟ ପଡ଼ିଥିବ, ପ୍ରସାଦ ପଡ଼ିଥିବ, ଡାଲମା ପଡ଼ିଥିବ, ଖାଦ୍ୟ ପଡ଼ିଥିବ। ଖାଇଥିବେ ଲୋକମାନେ, ଆନନ୍ଦ ଉତ୍ସାହ, ହଜାର ହଜାର ଲୋକ ଖାଆନ୍ତି। ଆଉ ସେ ମାଟିକି ଯେତେବେଳେ ଚୁପୁଡ଼ି ଦେବ, ସେ ସତ୍ସଙ୍ଗର ବାସ୍ନା ବାହାରିବ, ଆଉ କିଛି ବାହାରିବନି। ଅବଶ୍ୟ ତନ୍ତ୍ରଫନ୍ତ୍ର କରିକିରି ଜାଗାଟାକୁ ନଷ୍ଟ କରିଦେଲେ, ଆମେ ପୁଣି ତାକୁ ରିଫର୍ମ କରିବାକୁ ଚାହୁଁଛୁ। ତେବେ ସେ ସତ୍ସଙ୍ଗ ହେଇଥିଲା ବୋଲି ସେ ପୁନରୁଦ୍ଧାର ହେବାକୁ ଯାଉଛି ସେ ଜାଗାକୁ। ପ୍ରତ୍ୟେକ ମୁଠାଏ ଯଦି ମାଟି ଆଣିକି ନିଜ ଘରେ ରଖିବ, ସେଠୁ ଚଉରା କରୁଛୁ ବା ପୂଜା କରୁଛୁ, ସେଥିରେ ବି କେତେ ପବିତ୍ରତା ସୃଷ୍ଟି ହେବ। କାରଣ ସେଠି ବହୁ ସତ୍ସଙ୍ଗ ହେଉଛି ସେଠି, ସେ ମାଟିରେ। ସେ ମାଟିକି ଯିଏ ପଶିଯିବ ସେ ତ ଭଲ ହେଇଯିବ। ମୁଁ ଦେଖିଛି ଆମ ଘରେ ମୁଁ ଯୋଉଠି ସାଧନ କରେ, ବେଡରୁମଟା ସାଧନ ଖଟ ଉପରେ କରେନି, ଖଟ ସାଇଡରେ ଜାଗା ଥାଏ, ଲମ୍ବା ଘରଟା 17 ଫୁଟ ଘର ହେଲାଣି, ଆରାମରେ ମୁଁ କରିପାରିବି। ତେଣୁ ସାଇଡରେ ସପ ପକେଇ ଆଗେ ଦିନେ 2 ଦିନ ଛାଡ଼ିକିରି ଘରଟାକୁ ମୁଁ ସଫା କରୁଛି, ସର୍ଫ ପକେଇକିରି। ପକ୍କା ଅଛି ତଳ, ମାର୍ବଲ ନା ପକ୍କା, ବହୁତ ବର୍ଷର ପକ୍କା। ମାନେ ଶାବଳ ମାରିଲେ ବି ଗୋଟେ ମାଙ୍କଡ଼ ପଥର ରଖିକି ଶାବଳ ମାରୁଥିଲୁ ଆମେ ଉଠେଇବା ପାଇଁ, ସେ ପକ୍କା କିଛି ହେଲାନି। ମାନେ ମୁହଁ ଦେଖାଯିବ, ତଳକୁ ମୁହଁ ଦେଖାଯିବ।
ଏତେ ଷ୍ଟ୍ରଙ୍ଗ ପକା। ତେବେ ମୁଁ ତାକୁ ଧୋଇଦିଏ, ଦିନେ ଛାଡ଼ି ଦିନେ ଧୋଇଦିଏ, ଥଣ୍ଡା ଲାଗେ, ବଢ଼ିଆ ଲାଗେ। ଆଉ ସକାଳୁ ଯେତେବେଳେ ଉଠିବି ସାଧନ ପାଇଁ ଘର ଝାଡ଼ୁ ମାରିଦେବି, ଗୋଟେ ଫୁଲ ଝାଡ଼ୁ ଥିବ ବଡ଼ କରି ଲମ୍ବା କରି ନିଜେ ନିଜେ ମୁଁ ଝାଡ଼ୁ ମାରେ, ଝାଡ଼ୁ ମାରିକିରି ସେଠୁ ଲାଟ୍ରିନ୍ ବା ବ୍ରସ୍ କରିବି, ଆସିକିରି ସପ ପକେଇବି, ଗନ୍ଥା ଗୋଟେ ପକେଇବି, ସ୍ପେଶାଲ ଗନ୍ଥା ଥିଲା, ଗୋଟେ ସପ ଥିଲା, ସପଟା ପୁରା ଅରଖ ନୂଆ ଯାଇଥାଏ, ଚିକ୍ 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 ମାରୁଥିବ ସଦା, ସରିଆ ସପ। ଆଉ ଗୋଟେ ବେଡସିଟ୍ ପକେଇକି ସାଧନା ଆରମ୍ଭ କରିବି। ଯେଉଁ ଜାଗାରେ ମୁଁ ସାଧନ କରୁଥିଲି ସେ ଜାଗାଟା ସବୁଦିନ ସେଇଠି କରେ, ଗୋଟେ ଜାଗାରେ ପର୍ଟିକୁଲାର ଗୋଟେ କେନ୍ଦ୍ରବିନ୍ଦୁ, ଗୋଟେ ଜାଗାରେ। ମୁଁ ଦେଖିଛି ଯେଉଁମାନେ ଯାଆନ୍ତି ଆମ ଘରକୁ, ଫାଷ୍ଟ ଯେତେବେଳେ ଆମେ ଆଶ୍ରମ କରିନଥିଲୁ ସ୍କୁଲରେ କରୁଥିଲୁ, ସ୍କୁଲରୁ ଯେଉଁମାନେ ଯାଉଥିଲେ ଆଉ ତ ସ୍କୁଲରେ ରହିପାରିବେନି, କି ପରାମର୍ଶ ପାଇଁ ମୁଁ ଆମ ଘରକୁ ଆସୁଥିଲି, କି ଖାଇବାକୁ ଆସନ୍ତି, 5-7 ଜଣ ଖାଆନ୍ତି, 6 ଜଣ ପାଖାପାଖି ଖାଆନ୍ତି। ସବୁ ରବିବାର ସେଠି ଖାଦ୍ୟ ଆମ ଘରେ ହୁଏ, କାରଣ ଦୂର ଦୂରରୁ ଆସିଥିବ। ଏ ଡାଲମା ଭାତ ହଉ ଯାହା ହଉ, ଡାଲମା ଭାତ ଖଟା କି ଭଜା ଅତି ସୂକ୍ଷ୍ମରେ କରାଯାଇଥାଏ। କେବଳ ଗୁରୁମା ତ ପଳାନ୍ତି ସେଠି ଯୋଗ ଦେଖିବା ପାଇଁ ସ୍କୁଲକୁ, କରିକି ରୋଷେଇ କରି ଯାଆନ୍ତି, ଗୋଟେ ବେଳକୁ ମୁଁ ସତ୍ସଙ୍ଗ ସାରିଲା ବେଳକୁ ସେ ପହଞ୍ଚେ। ତେଣୁ ସେଠି ଦୂରରୁ ଆସିଥାନ୍ତି, ନା ହୋଟେଲ ଅଛି ନା ଦୋକାନ ଅଛି ଖାଇବେ, ଖରାଦିନ ସେଠି ପ୍ରାୟ ଏତେଟା ରୋଷେଇ ହଉନଥିଲା ସ୍କୁଲରେ। ଆଶ୍ରମରେ ଆସିଲା ପରେ ସବୁଦିନ ହେଲା, ତେଣୁ ଯେଉଁ କ୍ୱଚିତ ଦିନ ଗୁଡ଼ା ହଉଥିଲା ଆଉ ହଉନଥିଲା, ପ୍ରାୟ ଖାଆନ୍ତି ଯାଇକି, ମୁଁ ଡାକେ, ଜଣେ ଦୂରରୁ ଆସିଛନ୍ତି ଖାଇକି ଯାଆନ୍ତି। ସେଇ ଅବସରରେ ମୁଁ ଦେଖିଛି ଯେଉଁମାନେ ଅତି ପ୍ରପୀଡ଼ିତ, ଅତି ଦୁଃଖ, ଅତି ଜରାଜୀର୍ଣ୍ଣ ଅବସ୍ଥା, ଅତି ରୋଗଗ୍ରସ୍ତ, ଅତି ବ୍ୟାକୁଳିତ ଅବସ୍ଥାରେ ଥାନ୍ତି, ଆମ ପରାମର୍ଶ ପାଇଁ ଆସିଥାନ୍ତି, ସେଇ ଜାଗାରେ ବସନ୍ତି। ମୁଁ ସେଇ ଜାଗା ନେଇ ବସେଇ ଦିଏ, ଯେଉଁ ଜାଗାରେ ମୁଁ ଯୋଗ କରେ। ମୁଁ ଖଟ ଉପରେ ବସେ, ଖଟ ସାଇଡ଼ରେ ସେ ଜାଗାରେ, ବାସ୍ ସେଠି ବସନ୍ତି। ମୁଁ ଦେଖିଛି ସାଧନାର କେତେ ପରିକ୍ରମା, ଦେଖନ୍ତି କେତେ ଉଚ୍ଚ ଶ୍ରେଣୀର ଭାବନା ତା ଦେହରେ ରହିଲାନି କି, ମୋ ଭାବନାଟା ପୁରା ସେଠି କେନ୍ଦ୍ରୀଭୂତ ରହିଲା କି ନାହିଁ। ଯେଉଁଠି ମୁଁ ସାଧନ କରେ ସେଇଠି ବସନ୍ତି, ସାଙ୍ଗେ ସାଙ୍ଗେ ଉପଶମ ହେଇଯାଏ। କାହାର ତାନ୍ତ୍ରିକ ବିଦ୍ୟା ପ୍ରୟୋଗ ହେଇଥିବ, କାହାର ରୋଗଗ୍ରସ୍ତ ଥିବ, କାହାର ବ୍ୟାକୁଳ ଥିବ, କାହାର ଆର୍ଥିକ ଅନାଟନ, ବିଭିନ୍ନ ପାଇଁ ତ ଆସନ୍ତି, ସେଇଠି ବସେଇଦିଏ, ସାଙ୍ଗେ ସାଙ୍ଗେ ଭଲ ହେଇଯାଏ। ନହେଲେ କିଛି ସମୟ ତାଙ୍କୁ ଠିକ୍ ଲାଗେ, ସେମାନଙ୍କୁ ମାନେ ମତ ଥାଏ, ମୁଁ ଦେଖେ। ମୋର ଆଜି ଟପିକ୍ ଥିଲା କହିବା ପାଇଁ ଯେ ସବୁ ଛାଡ଼ିକିରି ପୂର୍ଣ୍ଣ ଭାବରେ ଅତି ଏକାଗ୍ରତାରେ, ଅତି ସହନଶୀଳତାରେ, ସମ୍ବେଦନଶୀଳତାରେ ଆତ୍ମାକୁ ବା ଆତ୍ମାର ରୂପରେଖ, କାଳ୍ପନିକ ରୂପରେଖରେ ମାତ୍ର ଅତି ସନ୍ତର୍ପ, ଆବଶ୍ୟକ ହେଲେ ସବୁ ଛାଡ଼ିଦିଏ, ସବୁ ଛାଡ଼ିଦିଅ, ସବୁ ଛାଡ଼ିଦିଅ, ପୁରା ଆତ୍ମାମୟ ହେଇଯାଅ। ଆରି ଉପରେ ମୁଁ କହିଥାନ୍ତି, ଯେହେତୁ ସତ୍ସଙ୍ଗ ରହୁଛି, ପୁରୀ ପ୍ରୋଗ୍ରାମ ରହୁଛି, ଆଉ ଅନ୍ୟାନ୍ୟ କିଛି କେତେ କଥା ଏଠି ଆମେ ହେଲେଣି, ଚିନ୍ତା କର। ଆଜିର ଯେଉଁ ମୁଁ କହିଛି ସବୁ କଥା ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ଭାବ। ସତ୍ସଙ୍ଗ ଯିବାର ଜ୍ଞାନ ଦେଲି, ତାର ବେନିଫିଟ୍ ଦେଲି, ଆଉ ହାତ ଛଡ଼ା କରନି, ସତ୍ସଙ୍ଗଟାକୁ ହାତ ଛଡ଼ା କରନି, ମାମୁଲି ଭାବନି। କେଉଁଠି ବନ୍ଧୁ ଘର ପ୍ରୋଗ୍ରାମ ଅଛି କାଟିଦିଅ,
ସେଇଟା ଇମ୍ପୋର୍ଟାଣ୍ଟ ନାହିଁ। ପଇସା ପଠେଇଦେଲେ, ବ୍ୟବହାର ପଠେଇଦେଲେ, ବନ୍ଧୁ ଶାନ୍ତି, ତୁମେ ବି ଶାନ୍ତି। କିଏ ଭାର ନେଇକି ଯାଉଛି, ପାଣି ଭାର ଶିବଙ୍କ ଉପରେ ଢାଳୁଛି, ସେ କାହାକୁ ପଇସା ଦେଇଦେଉଛି, ତା ଲାଗି ଗୋଟେ କିଏ ଚାଲିକି ଯାଉଛି, ବୋଲ ବମ୍ ହରେ ହରେ ବମ୍, ସେ ଚାଲିଲା, ପଇସା ଦେଲେ ବି ସେଗୁଡା ହେଇଯାଉଛି। କିନ୍ତୁ ଏଠିକି ବାପା ତୁମେ ନିଜେ ଆସିବାକୁ ପଡିବ। ଏଠି ବସିବାକୁ ପଡିବ, ଆତ୍ମଜ୍ଞାନ ଶୁଣିବାକୁ ପଡିବ। ଯୋଉଠି ଆତ୍ମାର ରୂପରେଖ ନାହିଁ, ଆତ୍ମାର ଗନ୍ଧ ମାତ୍ର ନାହିଁ, ଆତ୍ମାର ଆଲୋଚନା ନାହିଁ, ସେଠିକି ଯାଅ ନାହିଁ। ବୁଝିଲେ? ସେଠିକି ଜମା ଯାଅ ନାହିଁ, ସେଇଟା ସତ୍ସଙ୍ଗ ନାହିଁ। କହିଯିବା ସତ୍ସଙ୍ଗ କୋଉଠି? ଯେ ସତ୍ୟ, ଯିଏ ଚିରନ୍ତନ ସତ୍ୟ, ଯାହାର ନଷ୍ଟ ନାହିଁ, ଆଦି ଅନ୍ତ ନାହିଁ, ଆରମ୍ଭ ନାହିଁ କି ଶେଷ ନାହିଁ, ରାତି ନାହିଁ କି ଦିନ ନାହିଁ, ସକାଳ ନାହିଁ କି ସନ୍ଧ୍ୟା ନାହିଁ। ଆତ୍ମାର ସକାଳ ନାହିଁ କି ସନ୍ଧ୍ୟା ନାହିଁ, ଯୁଗ ନାହିଁ, ସବୁ ଯୁଗରେ ସିଏ ଅଛି। ଆଉ ଯାହାର ଶକ୍ତି ଅମାପ, ଅସୀମ, ଅନନ୍ତ, ଅଭେଦ୍ୟ, ଯାହାକୁ ଭେଦ କରି ହବନି, ଅସୀମ, ଯାହାର ସୀମା ନାହିଁ, ଆତ୍ମାର ବଳ ଏତେ ବଳଶାଳୀ, ତାର କଳ୍ପନା ବି କରି ହବନି। ତୁମେ ତା ବିଷୟରେ ଶୁଣିବନି ତ ଆଉ କାହା ବିଷୟରେ ଶୁଣିବ? ତା କଥା ଶୁଣିବନି ତ ଆଉ କାହା କଥା ଶୁଣିବ? ତା ପାଖକୁ ଯିବନି ତ ଆଉ କାହା ପାଖକୁ ଯିବ? କୁହନ୍ତୁ। ଯିଏ ତୁମକୁ ଏଠିକି ନେଇକିରି ଆସିଛି, ଯିଏ ଥିବାରୁ ତୁମେ ହସୁଛ, ନାଚୁଛ, ଖେଳୁଛ, ପାର୍କ ବୁଲୁଛ, ସମୁଦ୍ରରେ ଢେଉରେ ନାଚୁଛ, ହଳ କରୁଛ, ଖାଦ୍ୟ ଗଣ୍ଡେ ଖାଇଲେ ଶାନ୍ତି ଲାଗୁଛି, ତମକୁ ଶାନ୍ତି ପ୍ରଦାନ କରୁଛି ସିଏ ଥିବାରୁ। ସିଏ ଗଲେ ବାବା ଚୁଟକି, ତୁମକୁ କେହି ପଚାରିବେନି ଏ ପୃଥିବୀରେ, କେହି ପଚାରିବେନି, ତୁମେ ଶବ ହେଇଯିବ। ଶିବ ସିଏ କରୁଛି ତୁମକୁ, ତୁମେ ଶବ ହେଇଯିବ। ଆଉ ତା କଥା ଯୋଉଠି ଆଲୋଚନା ହଉଛି, ତା କଥା ଯୋଉଠି କୀର୍ତ୍ତନ ହଉଛି, ତାକୁ ଶୁଣିବନି ତ ତୁମେ କାହା କଥା ଶୁଣିବ? ବିଚାର କରନ୍ତୁ। ଯାହାର କଳ୍ପନା ମାତ୍ରେ, ଯାହାର ଅନୁଚିନ୍ତା ମାତ୍ରେ, ଯାହାର ଶବ୍ଦରେ ଯେତେବେଳେ ତୁମେ ମିଶିଯିବ, ଆତ୍ମା କହିକିରି ଯେତେବେଳେ ଆତ୍ମା କହୁଛ, ଆଉ କଣ ଗାଈ ବଳଦ କଥା ଭାବୁଛ କି? ବାଘ ଛେଳି କଥା ଭାବୁଛ କି? ଯେତେବେଳେ ଆତ୍ମା ଶବ୍ଦ ଉଠୁଛି, ସିଂହନ ସୃଷ୍ଟି ହଉଛି, କେବଳ ଆତ୍ମା, ସେ ରୂପରେଖ ଥାଉ ନଥାଉ, ଆତ୍ମାକୁ ସେଇ ଯୋଉ କାଳ୍ପନିକ ଭାବନା ଭିତରେ ରହୁଛ କି ନାହିଁ? ଆତ୍ମାର ତାର ପରିଭାଷା ନାହିଁ। ଦେଖନ୍ତୁ, ଦିନେ କଳ୍ପନା କରନ୍ତୁ, ସମସ୍ତେ ଅଛନ୍ତି ତୁମ ସହିତ, ମା, ବାପା, ପୁଅ, ଘର ଦ୍ୱାର, ସ୍ୱାମୀ, ଶାଶୁ, ଶ୍ୱଶୁର, ନାତି, ନାତୁଣୀ, ଘର, ଜମିବାଡ଼ି, ସୁନା, ବିସ୍କୁଟ, ଡାଲି, ଚାଉଳ, ଲୁଣ, ତେଲ, ଘରର ସ୍କ୍ରିନ୍, ଘରର ଡୋର, ସବୁ ଦେଖୁଛ ତମେ ନା? ଦିନେ ଦିନେ ସବୁ ଦେଖୁଛ, ଖଟ ଦେଖୁଛ, ଆଲମିରା ଦେଖୁଛ, ଆଳୁ ପିଆଜ ଦେଖୁଛ, ଝାଡୁ ଦେଖୁଛ, ସମସ୍ତେ ସବୁ କାମରେ ଲିପ୍ତ ରହିଛନ୍ତି। ତୁମେ ବି କେତେ ଗୁଡ଼ିଏ କାମରେ ଲିପ୍ତ ରହୁଛ, ସବୁ ସଂସାର ଭିତରେ ରହିଛ, ଚାକିରି କରୁଛ, ଡ୍ୟୁଟି ଯାଉଛ, ପୁଣି ଫେରୁଛ, ଟିଫିନ୍ ନେଉଛ, ବ୍ୟାଗରେ ପୁରେଇକି ରୁଟି, ଡାଲମା ବା ଭଜା, ପୁଣି ଖାଇକିରି ପୁଣି ହେଇଠି ଫେରୁଛ, ଘରକୁ ଫେରୁଛ, ଏଇସବୁ ଜିନିଷ ଘରକୁ କେତେ ଦିନ ଫେରିବ? ଚାକିରି କେତେ ଦିନ କରିବ? କେତେ ନିଜ ପେଟକୁ ପୋଷିବ? କୁହନ୍ତୁ। ଏ ଅସ୍ଥାୟୀ ନାହିଁ, ଏ ସ୍ଥାୟୀ କି? ଏ ଅସ୍ଥାୟୀ ଜିନିଷ। ସ୍ଥାୟୀ କିଏ? ତୁମ ଭିତରେ ଯେ ରହିଛି, ଯିଏ ତୁମକୁ ଆଣିଛି ଏବଂ ନେଇଯିବ। ଯୋଉ ଜାଗାରୁ ଆଣିଛି ସେଇ ଜାଗାରେ ପୁଣି ରିଟର୍ନ କରି ପହଞ୍ଚିବ। ତାର ଡ୍ୟୁଟି। ତୁମକୁ ଆଣିଥିଲ ଦେଖିବା ପାଇଁ, ଖାଇବା ପାଇଁ ନୁହେଁ। ତୁମେ ଦେଖ, ଏ ସଂସାର ଦେଖ, ପୃଥିବୀ ଦେଖ, ମାୟା ଦେଖ, ମାୟା ଭିତରେ ମୁଁ କେତେ ସତ୍ୟ, ତାକୁ ବି ଦେଖ।
ତୁମେ ବିଚାର କ'ଣ କରୁଛ? ନହେଲେ ଆଟଲିଷ୍ଟ ଯୋଉଠି ଆତ୍ମା କଥା ଆଲୋଚନା ହେଉଛି ସେଠିକି ମାଡ଼ିଯାଏ, ଖୁବ୍ ତୀବ୍ର ବେଗରେ ମାଡ଼ିଯାଏ। କିଛି ତ ସୁରାକ ମିଳିବ, ଆତ୍ମା ଆଡ଼କୁ ଯିବା ପାଇଁ ତ କିଛି ତ ସଂକେତ ପାଇବ ନା ସତ୍ସଙ୍ଗରେ। ମୁଁ ଯେମିତି ସଂକେତ ମିଳିଥିଲା, ମୁଁ ଯାଇଥିଲି କେତେ ବ୍ୟାକୁଳ ହେଇକି ସେଇ ରଘୁନାଥ ଆଶ୍ରମ ପାଇଁ। ୟୁରିନ୍ ବନ୍ଦ ହେଇଯାଇଛି, କୁଟା କିଏ ସାଇ, କେତେ ଦୁଃଖ ଭିତରେ ଥିଲି, କେତେ ଯନ୍ତ୍ରଣା ଭିତରେ ଥିଲି, କେତେ ମାନେ ନେଗେଟିଭ ଭାବନା ଭିତରେ ଥିଲି। ମାଡ଼ି ଯାଇଥିଲି, କାଳେ କୋଉଠି ଭଲ ହେଇଯିବି କି। ସତ୍ସଙ୍ଗ ଆଟେଣ୍ଡ କଲି, ସେଇ ସତ୍ସଙ୍ଗରେ ମୋତେ ଖୋରାକ ମିଳିଲା, ବଞ୍ଚିବାର ରାହା ମିଳିଲା, ପୁସ୍ତକ ଖଣ୍ଡେ ମିଳିଲା। ଯଦି ନ ଯାଇଥାନ୍ତି ଆଜି ସେ ନା ପୁସ୍ତକ ମିଳିଥାନ୍ତା, ନା ମୋତେ ଆତ୍ମଜ୍ଞାନ ମିଳିଥାନ୍ତା। ଗୋଟିଏ ପୁସ୍ତକ ମୋତେ ମୋ ଲାଇଫ ଚେଞ୍ଜ କରିଦେଲା, ମୋ ଜୀବନକୁ ପରିବର୍ତ୍ତନ କରିଦେଲା। ମୋ ଜୀବନ ଭିତରେ ଶାନ୍ତି, ସାହସ କ'ଣ ନଦେଲା କୁହନ୍ତୁ? ଗୋଟିଏ ସତ୍ସଙ୍ଗ, ଗୋଟିଏ ସତ୍ସଙ୍ଗ ଗୋଟିଏ ଜୀବନର ଆହାର ତୁମକୁ ଦେବ। ଗୋଟିଏ ସତ୍ସଙ୍ଗ ଗୋଟିଏ ଜୀବନର ଆହାର ସେ ଦେବ। ଭାବନି କି କରୁଛି ସେଠି? ଆରେ ତୁମ ପାଇଁ ହଉଛି ସେ ସତ୍ସଙ୍ଗ ନା, ତୁମରି ପାଇଁ କେବଳ। ତୁମେ ଭାବ ମୋରି ପାଇଁ ହଉଛି କି? ତୁମରି ପାଇଁ ହଉଛି। ତେଣୁ ଯୋଉ ଆତ୍ମା ସୂକ୍ଷ୍ମ ରୂପରେ ତୁମ ଭିତରେ ଅଛି, ଅତି ସୂକ୍ଷ୍ମ ରୂପରେ, ସେ କେତେ ମାୟା ସୃଷ୍ଟି କରିଛି, କେତେ ତାକୁ ପାଇବା ପାଇଁ ମଧ୍ୟ ବନ୍ଧନ ସୃଷ୍ଟି କରିଛି। ସହଜରେ ମିଳିବନି। ତୁମକୁ ଜ୍ଞାନର ଶେଷ ସିଦ୍ଧାନ୍ତରେ ପହଞ୍ଚିବାକୁ ପଡ଼ିବ। ଜ୍ଞାନରେ ଯେତେବେଳେ ଜାଣିନେଇ ଯୋଉ ପ୍ରକୃତିରେ ସତ୍ସଙ୍ଗ ଠିକ ଅଛି, ଆତ୍ମା ଠିକ ଅଛି, ମୋ ଯିବା ବି ଠିକ ଅଛି, ସେତେବେଳେ ବନ୍ଧନ କଟିବ। ତୁମକୁ ପ୍ରତିବନ୍ଧକ ଲଗେଇ ଦେଇଛି, ଡୋର ଲଗେଇ ଦେଇଛି। ଏଇ ସିନ୍ଧୁ ନଦୀ ବନ୍ଦ କରିଦିଆଲା, ହାହାକାର ସୃଷ୍ଟି ହଉଛି ପାକିସ୍ତାନ। ଜଳତତ୍ତ୍ୱରେ ଅଛି ଶନି, ଶନି ଆସିଲା ତ ଜଳତତ୍ତ୍ୱ ଗଲା, ମୀନ ରାଶି ଗଲା, ଜଳ ପ୍ରବାହ ସୃଷ୍ଟି ହେଲା, ଜଳର କାରକ ହେଇଗଲା ସେଠି ମୀନ। ସିନ୍ଧୁ ଉପତ୍ୟକା, ଆମେ ତ ସିନ୍ଧୁ ସିନ୍ଧୁ ଇଂରେଜ ମାନେ ଆସିଲେ କହିଲେ ସିନ୍ଧୁ କି ନଦୀ? ନା ସିନ୍ଧୁ ନଦୀ, ନା ହିନ୍ଦୁ। ସିନ୍ଧୁଟା ହିନ୍ଦୁ ଲେଖିଦେଲେ, ହିନ୍ଦୁସ୍ତାନ। ପାକିସ୍ତାନ ପାକିସ୍ତାନ ହେଇଗଲା। ଯୋଉଠି ବିକୁଥିଲେ ଲୋକଙ୍କୁ ପାକିସ୍ତାନ, ତାକୁ ପାକିସ୍ତାନ। ତେଣୁ ଏଇ ଟିକେ ପାଣି ପାଇଁ ଲୋକ ହାହାକାର, 40 ଲକ୍ଷ ଲୋକ ପ୍ରଭାବିତ ହେଲେ। ଏବେ ଟିକେ ପାଣି ପାଇଁ। ତେଣୁ ଦେଖନ୍ତୁ, ଯେତେବେଳେ ଗୋଟିଏ ଷ୍ଟେପ ନିଆହଉଛି, କେତେ କ'ଣ ହେଇଯାଉଛି। ତେଣୁ ତୁମେ ଯଦି ଗୋଟିଏ ସତ୍ସଙ୍ଗ ଆଟେଣ୍ଡ କରିବ, ଆତ୍ମାର କଥା ଧୀର ସ୍ଥିର ହେଇକି ବସିକି ଶୁଣୁଥିବ ଗୋଟେ କୋଣରେ, କିଏ କହୁଛି, ଯିଏ ଆତ୍ମା କଥା କହୁଛି ସେଇଠିକି ଯାଅ। ସେ ଯିଏ ହେଇଥାଉ, ଯୋଉ ସମ୍ପ୍ରଦାୟର ହେଇଥାଉ, ମୁସଲିମ ହଉ, ଖ୍ରୀଷ୍ଟ ହଉ, ହିନ୍ଦୁ ହଉ, ଯେକୌଣସି ମଜହବୀ ସଂସ୍ଥା ହଉ, ଯାହା ବି ହଉ, ଯଦି କେବଳ ଆତ୍ମଜ୍ଞାନ କଥା କହୁଥିବ, ଜାଣିବ ସେ ହିଁ ଗୁରୁ। ଖୋଜି ଖୋଜି ଯାଅ ସେଠି। ଆତ୍ମାର ବ୍ୟତିରେକ ଯଦି କିଛି ଆଲୋଚନା ହେଲା, ପଳେଇ ଆସ, କିଛି ରହିବା ଦରକାର ନାହିଁ। କାରଣ ତୁମର ଗତି ଚେଞ୍ଜ ହେଇଯିବ। ଗତି ଚେଞ୍ଜ ହେଇଯିବ। ବୁଦ୍ଧଙ୍କର ଗୋଟିଏ ଶବ୍ଦରେ ପରିବର୍ତ୍ତନ ହେଇଥିଲା ସେ ଝିଅ। ଦୁଃଖ 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 ଦୁଃଖ, ଆଉ କିଛି ନଥିଲା। ଦୁଃଖରୁ କେମିତି ନିବୃତ୍ତି ହେବ? ଏ ସଂସାରଟା ଦୁଃଖପୂର୍ଣ୍ଣ ହେଲେ ବି
ପୁଣି ସେଥିରେ ଖୋଜିବାକୁ ପଡ଼ିବ ତୁମକୁ କେତେ କେତେ ଗୁଡ଼ିଏ ପ୍ରତିବନ୍ଧକ ଲଗେଇ ଦିଆଯାଏ ଏ ଶବ୍ଦରୁ ସିନ୍ଧୁ ନଦୀ ଆଡ଼କୁ ପଳେଇବ। କେତେ ଗୁଡ଼ିଏ ପ୍ରତିବନ୍ଧକ ତୁମ ପାଇଁ ଅଛି। କ'ଣ ପ୍ରତିବନ୍ଧକ? ଅର୍ଥର ପ୍ରତିବନ୍ଧକ, ଜାତିଭେଦର ପ୍ରତିବନ୍ଧକ, ସାମାଜିକ ପ୍ରତିବନ୍ଧକ, ସମୟର ପ୍ରତିବନ୍ଧକ, ସଂସାରର ପ୍ରତିବନ୍ଧକ, ପରିବାରର ପ୍ରତିବନ୍ଧକ। ବୋହୂଟି ହେଇଛ ତାର ବି ପ୍ରତିବନ୍ଧକ, କାଳେ ଆସିପାରିବନି, ଘରେ ଆଲାଉ କରିବନି, ସ୍ୱାମୀ ଆଲାଉ କରିବନି, ସେ ବି ଏକ ପ୍ରତିବନ୍ଧକ। ଗୋଟେ ଗୋଟେ ଜାଗାରେ ସ୍ତ୍ରୀ ଆଲାଉ କରୁନି ସ୍ୱାମୀ ଆସିବା ପାଇଁ, ସେ ବି ପ୍ରତିବନ୍ଧକ। କାଟିକି ସବୁ ଆସିବାକୁ ପଡ଼ିବ। ଆଉ ତୁମେ ତୁମ ସିଦ୍ଧାନ୍ତରେ ନିପୁଣ ହେଇଯିବ, ତୁମ ସିଦ୍ଧାନ୍ତରେ ତୁମେ ଦକ୍ଷ ଅନୁଭବ କରିବ, ତୁମେ ହିଁ ଆସିପାରିବ। ନା ସେଠି ସ୍ତ୍ରୀ, ନା ସଂସାର, ନା ପରିବାର, ନା କ'ଣ ଯେତେ ପ୍ରତିବନ୍ଧକ ସବୁ କଟିଯିବ, ସବୁ କଟିଯିବ। ଗୋଟିଏ ରାତି ଆସି ଶୋଇପାରିବନି ପୁରୀରେ, ତା ପରଦିନ ରିଟର୍ନ ହେଇପାର, ନ ରହିପାର, ତା ପରଦିନ ସକାଳେ ଯିବେ। ଆମେ ଯେତେ ସତ୍ସଙ୍ଗ ହଉଥିଲା, ମୁଁ କହିଲି 40ଟା ସତ୍ସଙ୍ଗ 20 ବର୍ଷ ଭିତରେ ମୁଁ ଆଟେଣ୍ଡ କରିଛି। ତା ସହିତ ଅନ୍ୟମାନେ କିଏ ଡାକିଥିବେ, କୋଉଠି ଯାଇଥିବେ, କେବେ ହାତ ଛଡ଼ା କରିନି, କେବେ ହାତ ଛଡ଼ା କରିନି। ପଇସା ନଥିଲେ ବି କୋଉଠି ଶୁଦ୍ଧ କାର୍ଡ଼ ଆଣିକି ମୁଁ ଯାଇଥିବି। ବାରମ୍ବାର ଏ କଥା କହିଛି, କାରଣ ତୁମକୁ ଉତ୍ସାହିତ କରିବା ପାଇଁ, କାରଣ ତୁମକୁ ଉତ୍ସାହିତ କରିବା ପାଇଁ। ଆସ, ତାର ମହତ୍ଵ ଦେଖ, ପରୀକ୍ଷା କରି ଦେଖ। ଗୋଟିଏ ସତ୍ସଙ୍ଗ ଆଟେଣ୍ଡ କରିବ, କେତେ ଲାଭବାନ ହଉଛି। ନହେଲେ ଏ କାନିରେ ଗଣ୍ଠି ପକେଇ ରଖନ୍ତୁ, ମୁଁ କ'ଣ କହୁଛି। ଗଣ୍ଠି ଖୋଲିବେନି, ଯଦି ଲାଭବାନ ନ ହୁଏ ଗଣ୍ଠି ଖୋଲିବେନି। ଆତ୍ମା ଯେ ପକ୍ଷପାତୀ କରୁଛି ତୁମ ସହିତ ତାହା ନାହିଁ। ଯଦି ପୃଥିବୀରେ କେହି ଲୋକ ଥାଆନ୍ତି, କେହି ବ୍ୟକ୍ତି ଥାଆନ୍ତି, କେହି ଚେତନ ଆତ୍ମା ଥାଆନ୍ତି, ସେ ହେଉଛି ଆତ୍ମା, ଯିଏକି ପକ୍ଷପାତୀ କରେନି। ତୁମ ସହିତ କେବେ ସେ ପାତର ଅନ୍ତର କରେନି। ତୁମକୁ ନେଇକି ଆସିছে ଏଠିକି, ସାରଥୀ ହିସାବରେ ଆଣିଛ, ପୁଣି ସାରଥୀ ହିସାବରେ ଯିବ। ତୁମେ ଅର୍ଜୁନ ହବାକୁ ପଡ଼ିବ, ଅର୍ଜୁନ ହେଇକି ଯୁଦ୍ଧ କରିବାକୁ ପଡ଼ିବ। ସେଥିପାଇଁ ସେ ସାରଥୀ ରୂପରେ ବସିଛି। ଏ ରଥ ରଥସ୍ଥଂ ବାମନଂ ଦୃଷ୍ଟ୍ୱା, ରଥ ଭିତରେ ବାମନଙ୍କୁ ଦେଖିଲେ ତୁମର ପୁନର୍ଜନ୍ମ ହବନି। ମୁଁ କହୁନି ଜଗନ୍ନାଥ ରଥ ଭିତରେ ଯୋଉ ବାମନ ଅଛି ତାକୁ ଦେଖିଲେ ପୁନର୍ଜନ୍ମ ହବନି। ତୁମ ଭିତରେ ଯୋଉ ରଥ, ଏଇ ଶରୀର ରଥରେ ଏ ବାମନ ବା ଅତି ସୂକ୍ଷ୍ମ ରୂପରେ ଯୋଉ ଆତ୍ମା ରହିଛି ତାକୁ ଦେଖିଲେ ତୁମର ପୁନର୍ଜନ୍ମ ହବନି। ଏଇଟା ଟପ୍ ଲେବୁଲର କଥା ମୁଁ କହୁଛି। ଜଣେ ଆଇଏସ୍ ହେଇଗଲେ ଯେ ପୁନର୍ଜନ୍ମ ହବନି ତା ନା। ଆଇଏସ୍ ତ ହେଲା ଗୋଟେ ବଡ଼ ଗୋଲାମ ହେଇଗଲା ସରକାରଙ୍କର। ତୁମେ ଯେତିକି ସ୍ୱତନ୍ତ୍ରତା ରହିଛ ସିଏ ନଥିବ। କାହିଁ ସେ ଆଇଏସ୍ ପାଉଛନ୍ତି, କାହିଁ ଡାକ୍ତର ହଉଛନ୍ତି, କାହିଁ ଇଞ୍ଜିନିୟର ହଉଛନ୍ତି, ସେ ସବୁ ଗୋଟେ ବଡ଼ ଗୋଟେ ବୋଝ। ଏଇଟା ମନେ ରଖ। ସେମାନେ କେହି ସ୍ୱତନ୍ତ୍ରତାର ନାହାନ୍ତି। ଏଇନା ମୋଦିକି ପଚାରିଲ ସେ କେତେ ସ୍ୱତନ୍ତ୍ରତାର ଅଛି କହିବ। ସେ ସମସ୍ତଙ୍କ ପାଇଁ ଜଟିଳ ପୋଜିସନ ସେଇ, ଯିଏ ଦେଶ କଥା ବୁଝୁଛି। ତୁମେ ତ ରାଜାଙ୍କର ରାଜା ହେଇକି ରହିଛ, ତୁମ ଉପରେ କିଛି ନାହିଁ, ଖାଲି କାଗଜ। କେତେ ଆନନ୍ଦିତ ହେଇକି ରହିଛ, ରିକ୍ସ ନାହିଁ। ଭାରତର ରକ୍ଷା କବଚ ସୈନ୍ୟମାନେ ଅଛନ୍ତି, ସେ ରକ୍ଷା କରିବେ ତୁମକୁ। ଖାଦ୍ୟ କୃଷିକାରୀ ମାନେ ତୁମକୁ ଦଉଛନ୍ତି। କେତେ ସୁନ୍ଦର ଅଭିନବ ପରିକଳ୍ପନା ହେଇଛି ଭଗବାନ ପୃଥିବୀରେ। ଦେଖନ୍ତୁ ତୁମେ କେତେ ସ୍ୱତନ୍ତ୍ରରେ ଅଛ। ଅବଶ୍ୟ ରୋଗ ଅଛି, ଏ ରୋଗକୁ ତ ଦୂର କରିବା ପାଇଁ ତୁମକୁ ଚାବି ଦିଆହେଇଛି। ଖୋଲ, ସବୁଦିନ ଖୋଲ, ମଲମ ଲଗାଅ, ପଟି ପକାଅ, ବିଶ୍ୱାସ ରଖ, ବାସ୍ ସରିଗଲା। ତୁମକୁ ତ ବହୁତ ପ୍ରମାଣ ଦିଆହେଉଛି, ଏକ୍ସ ଭଲ ହେଇଛି, ୱାଇ ଭଲ ହେଇଛି, ଜେଡ୍ ଭଲ ହେଇଛି। ଅତଏବ ତୁମେ କାହିଁ ଭଲ ନ ହବ?
ଯେଉଁମାନେ ଆଡ଼ମିସନ୍ କରିବାକୁ ଏଠି ଆସୁଛନ୍ତି ମୁଁ ତାଙ୍କୁ 2-3ଟା ନମ୍ବର ଦେଇଦେଉଛି। ତୁମ କିଡ଼ନୀ ଦେଖ, ଏମାନେ କିଡ଼ନୀ ଭଲ ହେଇଛନ୍ତି। ସ୍ପାଇନାଲ୍ କର୍ଡ ଦେଖ, ଏମାନେ ଭଲ ହେଇଛନ୍ତି। କୌଣସି ଡାକ୍ତର ଏଗୁଡ଼ା କରିବେନି, ପୃଥିବୀରେ କାମ କେହି କରିବେନି। ସେଥିପାଇଁ କୁହାଯାଉଛି ଏ ଯେଉଁ ସଂସ୍ଥା ବା ଆତ୍ମାର ସାନ୍ନିଧ୍ୟ, ଆତ୍ମା ପାଖରେ ବସିଥିବା ଲୋକ କେବେ ହାରାସମେଣ୍ଟ ହେବନି, କେବେ ହାରାସମେଣ୍ଟ ହେବନି। ସେ ଆତ୍ମା ମାନେ ହିଁ ସର୍ବଶ୍ରେଷ୍ଠ ଜିନିଷ, ସର୍ବାଗ୍ର। ଆତ୍ମା ମାନେ ହିଁ ସବୁ ସୃଷ୍ଟିର ନିୟନ୍ତା। ଆତ୍ମା ମାନେ ହିଁ ଆଲୋକ ଅନ୍ଧକାରର ସେ ହେଉଛି ଜନନୀ। ଅନ୍ଧକାର ଯୋଉଠି ଅଛି ଆଲୋକ ସେଇଠି ଅଛି। ସେ ସୃଷ୍ଟି କରିପାରୁଛି ଆଲୋକ। ଦେଖନ୍ତୁ କେତେ ବଡ଼ ଲାଇଟଟା ଥୁଆ ହେଇଛି, ସୂର୍ଯ୍ୟ ଭଳି। ନଥିଲେ କଣ ହେଇଥାନ୍ତା ତୁମର? ଯଦି ସୂର୍ଯ୍ୟ ନଥାନ୍ତା ତୁମର କଣ ହେଇଥାନ୍ତା? ଅନୁଭବ କରିଛନ୍ତି ନା? ତୁମର 10 ଟଙ୍କା ନାହିଁ, ଅନୁଭବ କରୁଛ। କିନ୍ତୁ ସୂର୍ଯ୍ୟ ନଥିଲେ କଣ ହେଇଥାନ୍ତା? ଅନୁଭବ କରୁଛ? ତୁମ ରୁମାଲ ହଜିଗଲା, ଅନୁଭବ କରୁଛ। ଶାଢ଼ୀ ପୋଡ଼ିଗଲା, ଅନୁଭବ କରୁଛ। ଘର କ୍ରାକ୍ ହେଇଗଲା, ଅନୁଭବ କରୁଛ। କିନ୍ତୁ ସୂର୍ଯ୍ୟ ନଥାନ୍ତା, କେବଳ ଚିନ୍ତନ କରୁଛ ସୂର୍ଯ୍ୟ ନଥିଲେ କଣ ହେଇଥାନ୍ତା? ତାର ସୃଷ୍ଟିକର୍ତ୍ତା ସ୍ୱୟଂ ତୁମେ। ତୁମ ପାଇଁ ହିଁ ସୂର୍ଯ୍ୟ ତିଆରି ହେଇଛି, କେବଳ ତୁମ ପାଇଁ। ତେଣୁ ଯିଏ ସୃଷ୍ଟି କରିଛି ସୂର୍ଯ୍ୟକୁ, ତୁମ ଭିତରେ ରହିକିରି ବାରମ୍ବାର ସଚେତନ କରୁଛି। ପ୍ରୋଜେକ୍ଟର ଚଲେଇ ଦଉଛି ବେଳେ ବେଳେ ରାତିରେ, ତୁମେ ଶୋଇଲା ବେଳେ ଅର୍ଦ୍ଧନିଦ୍ରାରେ ପ୍ରୋଜେକ୍ଟର ଚଲେଇ ଅନ୍ କରୁଛି। ଦେଖ ଦେଖ, ତୁ କିଏ? ତୁ ବାଘ, ତୁ ସୂର୍ଯ୍ୟ, ତୁ ଶୀତଳ ପବନ, ତୁ ଝରଣା, ତୁ ଖାଦ୍ୟ, ସବୁ ତୁ ସବୁ ତୁ ହେଇଯାଉଛୁ। ଆତ୍ମା ଦେଖେଇ ଦଉଛି। କଣ କରିବ ବିଚାରା କୁହନ୍ତୁ? ରାତି ଅଧରେ ତୁମକୁ ଜାଗ୍ରତ କରୁଛି। ଆରେ ଦେଖ ତୋ ଭିତରେ କିଏ ଅଛି, ମୁଁ କିଏ, ତୁ କିଏ? ତୁମେ ତାକୁ ଆଭଏଡ୍ କରୁଛ। କାହିଁକି ଆଭଏଡ୍ କରୁଛ? ନା ନିଜର ଅଜ୍ଞାନତା ପାଇଁ। ଜ୍ଞାନ କୋଉଠି ହବ? ନା ସତ୍ସଙ୍ଗକୁ ଗଲେ ଜ୍ଞାନ ହବ। ତୁମେ ଆଜି ଏଠି ବସିଲ ବୋଲି ଦିପଦ ଶୁଣିଲ। ଚିନ୍ତା କର, ଏଠି ବସି ନଥାନ୍ତ କଣ କରୁଥାନ୍ତ ତମେ? ଆଉ ଯେତେ କାମ ରହିଲା ସବୁ ଯାକ ଆଠାରୁ ନଗଣ୍ୟ, ଆଠାରୁ ହୀନ କାମ। କେବେ ଭାବିଛ ଆଜିର ଦିନଟା କାଲି ହୁଏତ ନଥିବ ବୋଲି? କାଲି ହୁଏତ ମୁଁ ସୂର୍ଯ୍ୟ ଦେଖିପାରିବିନି ବୋଲି କେବେ ଭାବିଛ? ଇଏ ଅସଙ୍ଗତ ନୁହେଁ, ଅନ୍ୟାୟ ନୁହେଁ। ମୁଁ ଯାହା କହୁଛି ଇଏ ବାସ୍ତବ ସତ୍ୟ। କାଲି ହୁଏତ ଜୀବନର ଶେଷ ଜୀବନ ହେଇପାରେ ତୁମର। ତାପରେ କଣ କରିବ? ଯୋଉଠିକି ଆସିଥିଲ ବାବା ସେଇଠିକି ଫେରିଯିବ। ଯୋଉଠିକି ଆସିଥିଲ ସେଇଠିକି ଫେରିଯିବ। ଆସିଛୁ ଲଙ୍ଗଳା ହୋଇ, ଯିବ ଶୂନ୍ୟ। ନ ଯିବେ ତୁ ସଙ୍ଗତେ, ଯିବୁ ତୁ ଏକା। এই কথার মার্মিক অর্থ বুঝন্তু। ନ ଯିବେ ତୁ ସଙ୍ଗତେ, ଯିବୁ ତୁ ଏକା। ଯାହାକୁ ସାଙ୍ଗ କରିଛ, ଯାହାକୁ ଭାବୁଛ ଇଏ ସବୁ ପ୍ରିୟ, ମୋର ପ୍ରିୟ ସହୋଦର, ସେମାନେ କେହି ନୁହନ୍ତି। ଏକାଟିଆ ଯିବାକୁ ପଡ଼ିବ। ବେଳେ ବେଳେ ଏକାଟିଆ ବସିକିରି ଏସବୁ କଥା ଚିନ୍ତନ କର, ତୁମକୁ ସଲ୍ୟୁସନ ବାହାରିବ। ଏତେ ବଡ଼ ଶକ୍ତି ଦିଆହେଇଛି, ତା ଭିତରେ କୋଉ ଶକ୍ତିଟା ବଡ଼ କହିଲେ? ତୁମର ଭାବନା। ସବୁ କାଟିକି ଥୋଇଦେବ। ତୁମର ଭାବନା, ତୁମର ଚିନ୍ତନ, ସବୁର ସଲ୍ୟୁସନର ଗନ୍ତାଘର ତୁମେ ସ୍ୱୟଂ ନିଜେ, ତୁମର ଭାବନା। ଯେତେ ବଡ଼ ପ୍ରୋବ୍ଲେମ ହେଇଥାଉ, ମୁଁ କହିଛି ଯେତେ ବଡ଼ ପ୍ରୋବ୍ଲେମ, ଆଉଜି ପଡ଼ ଟିକେ ଆତ୍ମା ସମର୍ପଣରେ ଆଉଜି ପଡ଼। ତୁ ଅଛୁ ପା, କହିଦିଅ ତୁ ପା ଅଛୁ, ମୋର ଆଉ କଣ ଦରକାର? ତୁ ଥିଲେ ମୋର ଆଉ କିଛି ଦରକାର ନାହିଁ। ଏତିକି ଏକାଗ୍ରତା ହେଇଯାଉ, ଏତିକି ମାନେ ତା ସହିତ ନିବିଡ଼ତା ସମ୍ପର୍କ ସୃଷ୍ଟି ହେବ। ତୁ ପା ଅଛୁ, ମୁଁ ଅଛି।
ଏଇଟା କେତେ ପରିମାର୍ଜିତ ଜ୍ଞାନ ହେଲେ ହବ, କେତେ ଆକୁଳତା ହବାକୁ ପଡ଼ିବ ତୁମକୁ। ତୁ ଅଛୁ ମୁଁ ଅଛି, ତୁ ଅଛୁ ବା ମୁଁ ଅଛି। ଆଉ ସୋସାଇଟି, ସଂସାର, ପୃଥିବୀ ସବୁ ଅଲଗା ହେଇଗଲା। ଏଇଟା ସବୁ ଅଲଗା ହେଇଗଲା, ଡିଟାଚମେଣ୍ଟ ହେଇଗଲା। ତୁ ଅଛୁ ମୁଁ ଅଛି। ଏକୋଇ ବୃକ୍ଷ ହଂସ ଦୁଇ ବସନ୍ତି ପ୍ରିୟ ଭାବ ବହି। ପ୍ରିୟ ଭାବରେ ତୁମେ ରହିବାକୁ ପଡ଼ିବ। ତୁ ଅଛୁ ମୁଁ ଅଛି, ତୁ ଅଛୁ ବା। ଏ ଯୋଉ ପା ଲାଗୁନି, ତୁ ଅଛୁ ବା, ମାନେ କେବଳ ତୁ ମୋ ନିଜର। ଆତ୍ମାକୁ ଛାଡ଼ି ତୁମେ କୁଆଡ଼େ ଯାଅନି, ଠକିଯିବ ତୁମେ। ଯାହାକୁ ସଂସାରରେ ଭାବୁଛ ଇଏ ମୋ ନିଜର, ଇଏ ଅତ୍ୟନ୍ତ ସତ୍ୟ, ସେ କେବେ ନୁହେଁ। ଆତ୍ମା ଠାରୁ କି ସତ୍ୟ ନାହାନ୍ତି ପୃଥିବୀରେ। ଚିରନ୍ତନ ସତ୍ୟ, ନଷ୍ଟ ହବାର କିଛି ନାହିଁ, ତାର ପସିବିଲିଟି କିଛି ନାହିଁ। ନଷ୍ଟ ହେଇଯିବ ଆତ୍ମା, କିଛି ନାହିଁ। ସେ ଚିରନ୍ତନ, ଅତି ସୂକ୍ଷ୍ମ, ସୂକ୍ଷ୍ମରୁ ସୂକ୍ଷ୍ମ। ଆକାଶଠାରୁ ହଜାର କୋଟି କୋଟି ଗୁଣ ସୂକ୍ଷ୍ମ ହଉଛି ଆତ୍ମା। ଏତେ ବିରାଟ ଜିନିଷ ପାଇକିରି ହାତ ଛଡ଼ା କାହିଁ କରୁଛ? ଓକେଇ ବାନ୍ଧିକି ନେଇଯିବେ ତୁମକୁ କାଲି ସକାଳେ 6 ଖଣ୍ଡ ବାଉଁଶ। କପଡ଼ା ପକେଇ ଦେଇଥିବେ, କାଳେ ଗଳି ପଡ଼ିବ। ପୁଣି ପେଟ ଉପରେ ଗୋଟେ ବାଉଁଶ ବାନ୍ଧି ଦେଇଥିବେ। ତେଣୁ ତୁମର ନିଷ୍କ୍ରିୟ, ନା ବ୍ଲଡ ପ୍ରେସର ଥିବ, ନା ଆର୍ଥ୍ରାଇଟିସ୍ ଥିବ, ନା ପାରାଲିସିସ୍ ଥିବ, ତୁମେ କିଛି ନଥିବ ତୁମ ଭିତରେ, ଖାଲି ମୁର୍ଦ୍ଦାର ଶବ। କିଛି କ୍ଷଣ ପରେ ନିଆଁ ଲଗେଇଦେବେ, ପୋଡ଼ିଦେବେ, ତୁମର ଜୀବନ ନାଟକ ଶେଷ। ଭାବନ୍ତୁ, ଏ ଯୋଉ ଡେପ୍ଥ ଭାବନାଟା ତୁମ ଭିତରେ ଆସିବ, ବେଳେ ବେଳେ ଆସିବ, ଏକାନ୍ତରେ ବସି ଭାବ, ଏକାନ୍ତରେ ବସି ଭାବ, ଦେଖିବ ତୁମକୁ ବହୁତ ବହୁତ ସୁନ୍ଦର କଥା ମିଳିବ। ତୁମ ଭିତରେ ବାଟ ବାହାରି ପଡ଼ିବ, ଅଜ୍ଞାନର ବାଟ ଖୋଲିଯିବ, ଆଲୋକ। ଯଦି ଏକାନ୍ତ ନ ହବ କିଛି ହବ। ଆର ମୂଳ ଉତ୍ସ କୋଉଠି ଜାଣିଛନ୍ତି? ଏଇ ଜ୍ଞାନର ମୂଳ ଉତ୍ସ ସେ ହଉଛି ସତ୍ସଙ୍ଗ। ଗୋଟିଏ ଘଣ୍ଟା ଯଦି ସତ୍ସଙ୍ଗ କରିଦେଲ, ଗୋଟିଏ ଅଧଘଣ୍ଟା ଯଦି କରିଦେଲ, 10 ମିନିଟ୍ କରିଦେଲ, ଗୋଟିଏ ମିନିଟ୍ ବି କରିଦେଲ। ଆଜିକାଲି ଯୋଉ ସର୍ଟ ଭିଡ଼ିଓରେ ବାହାରୁଛି, କ୍ରିକେଟ ଖେଳ ମଧ୍ୟ ସର୍ଟ ହେଇଗଲାଣି। ୟୁଟ୍ୟୁବର ମାର୍କେଟ ବର୍ତ୍ତମାନ ଓରିଏଣ୍ଟେଡ୍ ହେଇଛି ସର୍ଟ ଭିଡ଼ିଓ ବେଶୀ। ମୁଁ ଗୋଟିଏ ଭିଡ଼ିଓ କରିଛି, ଛାଡ଼ି ଦେଇଛି, ଆଉ କରିବାକୁ ସମୟ ନାହିଁ। ସମୟ ଯଦି ଅଛି, ମନ ହଉନି ବେଳେ ବେଳେ। କ'ଣ କରିବ କହୁନ? କ'ଣ କରିବ? ବିରାଟ ସ୍ୱପ୍ନ, ଗୋଟେ ଆଶ୍ରମ କରିବା। ତେଣୁ ସର୍ଟକଟ୍ ମେଥଡ଼ରେ ତୁମେ ଯଦି ଖାଇଲା ପୂର୍ବରୁ ବସିଯିବ 2 ମିନିଟ୍, ସନ୍ଧ୍ୟାବେଳେ 2 ମିନିଟ୍ ବସିଯିବ, ସକାଳୁ ଉଠିକି 2 ମିନିଟ୍ ବସିଯିବ, ଭାବନା କରିବ ପ୍ରକୃତରେ କ'ଣ, ଆତ୍ମାଟା କ'ଣ, କୋଉ ଟାଇପ୍ର। ବାସ୍ ତା କଥା ଭାବି ଭାବି ବସିଗଲେ ବି ଆତ୍ମା ହେଇଯିବ ତୁମେ। ଆତ୍ମାର କଥା ଭାବି ଭାବି ବସିଗଲେ ଆତ୍ମା ବି ହେଇଯିବ। ଯେମିତି କାହାକୁ ଭେଟ କରିବାକୁ ଯାଉଛ, ବହୁତ ଦୂରରେ ଅଛି, ଭାବୁଛ କେମିତି ସାର୍ଟ ପିନ୍ଧିଥିବ, କେମିତି ବାଳ ରଖିଥିବ, କେମିତି ଚାଲୁଥିବ, ତାରି କଥା ଭାବନା କରି କରି ଏରୋଡ୍ରମ୍ ଫିଲ୍ଡ ପାଖକୁ ପଳେଇଲା, ସିଏ ଓହ୍ଲେଇ ପଡ଼ିଲା ଜାହାଜ। ତୁମେ ଏକାନ୍ତ ରହିଲନି କି ତା ସହିତ ଭାବନାରେ, ତାକୁ ଦେଖିବାର ଖାଲି ବାଟ ଅଛି, ଆଉ କିଛି ନାହିଁ। ସେମିତି ଆତ୍ମାର କଥା ଭାବୁ ଭାବୁ ଆତ୍ମା ବି ଆବିର୍ଭାବ ହେଇ ପଡ଼ିବ ତୁମ ଉପରେ ଦିନେ। ଖୁବ୍ ଜୋରେ ଆତ୍ମଚିନ୍ତନ କର, ଖୁବ୍ ଜୋରେ ବସ ତା ପାଖରେ। ଯେତେବେଳେ ଲିଜର ସମୟ ମିଳୁଛ, ତୁମକୁ ମିଳୁଛି, ଆତ୍ମା କଥା ଚିନ୍ତନ କର, ବସିଯାଅ। ଧୀର ସ୍ଥିର ଶାନ୍ତ ଚିତ୍ତରେ ବସିଯାଅ, ଶାନ୍ତ ଚିତ୍ତ ପୁରା।
ସତିକା ଆଉ କେହି ନାହାନ୍ତି, ସିଏ ଅଛି ମୁଁ ଅଛି, କେହି ନାହାନ୍ତି, ତୁମ କଳ୍ପନାରେ କେହି ନାହାନ୍ତି, କେବଳ ଆତ୍ମା ଅଛି, ତୁମେ ଅଛ, ବାସ୍ ସେତିକି ଯଥେଷ୍ଟ। ବେଳେ ବେଳେ କଥା କହିକିରି ଲୋତକ ପୂର୍ଣ୍ଣ ହେଇଯାଏ, ଏବେ ବି ସେ, କାରଣ ସେ ଅମୂଲ୍ୟ ଜିନିଷ ମିଳିନି, ଯାହାକୁ ମିଳିଛି ସେ ଆନନ୍ଦିତ ଅଶ୍ରୁ ବହିବ ହିଁ ବହିବ। ତା ପାଖରେ କିଛି ନଥିବ, ଶାନ୍ତ ଚିତ୍ତ ଆନନ୍ଦ ଅଶ୍ରୁ, ଆଖି ମୁଦି ହେଇଯାଉଛି। ମୁଁ ଏକାନ୍ତରେ ବସି ସେଇ କଥା ଭାବୁଛି, କହୁଛି। କହିଲେ ଗୋଟିଏ ପ୍ରିୟ ଜିନିଷ ଯଦି କିଛି ଥାଏ, ସେ ହେଉଛି ଆତ୍ମା, ତୁମ ଭିତରେ ଅଛି, ତୁମ ପାଇଁ ଅଛି, ଫର୍ ଦ ପିପୁଲ, ବାଇ ଦ ପିପୁଲ, ଅଫ୍ ଦ ପିପୁଲ। ଆବ୍ରାହମ ଲିଙ୍କନ କହିଥିଲେ ଯେମିତି, ସେମିତି ସେ ତୁମ ପାଇଁ ଆଇଛି, ତୁମ ଦ୍ୱାରା ଆସିଛି, ଆଉ କଣ, ଫର୍ ଦ, ତୁମ ପାଇଁ, ତୁମ ଦ୍ୱାରା, ବାଇ ଦ ପିପୁଲ, ଅଫ୍ ଦ ପିପୁଲ, ଫର୍ ଦ ପିପୁଲ। ତୁମର, ତୁମର, ତୁମ ପାଇଁ ଆସିଛି, ବାସ୍। ଯାହା କହିବାର ଥିଲା କହିଲେ। ସମୟ ହେଇଗଲାଣି 5 ମିନିଟ୍ ଆଗକୁ, ଆଖି ବନ୍ଦ ହେଇଯାଇଥିଲା। କହୁ କହୁ ଆସନ୍ତୁ ଏବେ ମତାମତ ରଖିବା, କୁହନ୍ତୁ କିଏ କ'ଣ କହିବେ। 10 ମିନିଟ୍, 1:30 ହେଇଯିବ, ଏଇଟା ଶେଷ ସାକ୍ଷାତ ପୁରୀ ପୂର୍ବରୁ। ଆଉ ହଁ, ଜୟ ଜୟ। କହିବା ପାଇଁ ଚାହୁଁଛି, ସତ୍ସଙ୍ଗରେ ଉପସ୍ଥିତ ମୋର ସଚ୍ଚିଦାନନ୍ଦ ସ୍ୱରୂପ ଗୁରୁଜୀ, ଗୁରୁମା, ଜ୍ଞାନୀ, ମୋର ମୁନି ମନ୍ୟମତୀ ଭାଇ ଭଉଣୀମାନେ, ଆଜି ସତ୍ସଙ୍ଗର ମହତ୍ଵ ବିଶେଷ ଭାବରେ ବର୍ଣ୍ଣନା କରାଗଲା। ସତ୍ସଙ୍ଗ ପ୍ରତ୍ୟେକ ଯୁଗରେ ସତ୍ସଙ୍ଗର ପ୍ରଭାବରେ ଅନେକ ସାଧାରଣ ଲୋକ ଅସାଧାରଣ ହେଇଯାଇଛନ୍ତି। ବୁଦ୍ଧଙ୍କ ଦର୍ଶନରେ ଅଙ୍ଗୁଳିମାଳ, ଚୈତନ୍ୟଙ୍କ ଦର୍ଶନରେ ଜଗାଇ ମାଧାଇ, ନାରଦଙ୍କ ଦର୍ଶନରେ ଦସ୍ୟୁ ରତ୍ନାକର, ସେମାନେ ମହାମାନବ ପରିଣତ ହେଇଛନ୍ତି। ତା ଛଡା ଆତ୍ମାର ମହତ୍ଵ, ମାୟାର ରୂପରେଖ, ଅସାର ସଂସାରର ଜ୍ଞାନ, ବନ୍ଧନ ମୁକ୍ତିର ଉପାୟ ତଥା ତାଙ୍କ ଜୀବନରେ ସଂଘର୍ଷ ଓ ଜିଜ୍ଞାସାର କାହାଣୀ ଅତି ମାର୍ମିକ ଭାବରେ ବର୍ଣ୍ଣନା କଲେ। ପାଇଁ ବହୁତ ବହୁତ ଧନ୍ୟବାଦ। ଜୟ ଜୟ। ଧନ୍ୟବାଦ, ସୁନ୍ଦର ଉପସ୍ଥାପନ କଲେ। ଅଳ୍ପ ସମୟ ଭିତରେ ସବୁ ତତ୍ତ୍ୱକୁ ଏଠି ରଖିଲେ ସମସ୍ତଙ୍କ ଆଗରେ, ସେଥିପାଇଁ ବହୁତ ଧନ୍ୟବାଦ। କୁହନ୍ତୁ, ଆଉ କିଏ କହିବେ? ଆଉ କିଏ କହିବେ କୁହନ୍ତୁ? ନେକ୍ସଟ କିଏ କୁହନ୍ତୁ? ବାବା ଜୟଜୀ। ଜୟ ଜୟ। ଗୁରୁମାଙ୍କୁ ବି ଜୟଜୀ। ମୋର ମାନେ ଗୁରୁମା ପ୍ରଥମରୁ ଗୋଟେ କଥା କହିଲେ, ସବୁ କର ବୁଲିବାକୁ ଯାଅ, ସେ କାଶୀ, ବୃନ୍ଦାବନ ଆଉ କୋଉଠି କୋଉଠି ଯୋଉଠି ଯାଇଥିଲେ ଆପଣ ମାନେ ବୁଲିକି ଆସିଲେ, କହିଲେ ରାଧେ ରାଧେ କହୁଥିଲେ। ଆଉ ଆମେ ବି ବୁଲୁଛୁ, ଆଉ ତା ଭିତରେ ସବୁ ବୁଲିବା ଭିତରେ ବି ଆତ୍ମଦର୍ଶନ କର, ଆତ୍ମା ଭିତରେ ସବୁ ଅଛି। ସେଇ କାଶୀ, ବୃନ୍ଦାବନ, ବିଶ୍ୱନାଥ ସବୁ ଅଛି। ବରଂ ଭୋରୁ ଉଠିକି ସାଧନ କର, ସାଧନ ଭିତରେ ହିଁ ଆତ୍ମଦର୍ଶନ କର, ତା ଭିତରେ ସବୁ ଅଛି। ଆପଣ ବି ଯୋଉ ସବୁ ମାର୍ଗ ଦେଇ ସାରିଲେଣି, ଆମେ ତ 2 ଦିନ ସପ୍ତାହରେ ଶିକ୍ଷା ଗ୍ରହଣ କରୁଛୁ। ମୁଁ ତ, ମତେ ତ କହି ଆସେନି କି କହିବା ପାଇଁ ମୁଁ ଆସିନି, ମୁଁ ଖାଲି ଶୁଣିବି, ସେଇ ଅନୁଭବ କଥା କିଛି ଟିକେ କହିବି, ଆଉ ଯୋଉଟା ଯୋଉଟା ମୋ ମନ ଭିତରେ ଆସୁଛି ମୁଁ ସେଇଟା ହିଁ କହୁଛି। ଆଉ ଯାହା ହଉ ବହୁତ ଭଲ ଲାଗିଲା। ଆତ୍ମଦର୍ଶନ କରିବାଟା ହିଁ ନିହାତି ଆମକୁ ଆବଶ୍ୟକ। ଆଉ ଏଇ ଆତ୍ମଦର୍ଶନ ଯେତେ ଯୁଆଡେ ବୁଲିଲେ ବୁଲ ପଛେ, କିନ୍ତୁ ଆତ୍ମଦର୍ଶନ ହିଁ କର। ଆତ୍ମ
ଆତ୍ମାକୁ ହିଁ ସବୁବେଳେ ପ୍ରାର୍ଥନା କର, ଡାକ। ଆଉ ଯୋଗ ସାଧନ କଲେ ହିଁ ଆମେ ସେଇ ଆତ୍ମଦର୍ଶନ ହିଁ ପାଇପାରିବା। ଯେତିକି ଜିନିଷ ଶିକ୍ଷା ମିଳୁଛି ଆପଣଙ୍କ ପାଖରୁ, ଗୁରୁମାଙ୍କ ପାଖରୁ ଆଉ ଆପଣଙ୍କ ପାଖରୁ, ବହୁତ ବହୁତ ନିଜକୁ ବି ବହୁତ ଧନ୍ୟ, ଆତ୍ମଦେବକୁ ବି ଧନ୍ୟ, ଆଉ ଆପଣଙ୍କୁ ବି ବହୁତ ଧନ୍ୟବାଦ। କେତେ କଥା ଆମକୁ ଶିକ୍ଷା ମିଳୁଛି, ଆଉ ବହୁତ ବହୁତ ଧନ୍ୟବାଦ, ଆଉ କୋଟି କୋଟି ପ୍ରଣାମ ମୋର ସେଇ ଆତ୍ମଦେବକୁ। ଜୟ ଜୟ ବାବା, ଜୟ ଜୟ ଗୁରୁମା। ସୁନ୍ଦର ତଥ୍ୟ ପ୍ରଦାନ କଲେ ଏଠି, ଭଲ ଲାଗିଲା। ଅନୁଭୂତିର କଥା କହିଲେ, ଗୁରୁମାଙ୍କର ସେଇ ପ୍ରଣାମ ଧ୍ୱନି କଥା ବି ବର୍ଣ୍ଣନା କଲେ। ଯାତ୍ରା କଥା କମ୍ପାରିଜନ ଆଣିଲେ। କମ୍ପାରିଜନ ମାନେ ଆତ୍ମା ସହିତ ଯାତ୍ରାର କ'ଣ ସମ୍ପର୍କ? ବୁଲି ବୁଲି ଥକିଯିବ ତୁମେ, ବୁଲି ବୁଲି ଥକିଯିବ। ତେଣୁ କିଏ ତମକୁ ପ୍ରଦାନ କରିବ ଶାନ୍ତି? ନା ଯିଏ ତୁମ ଭିତରେ ଅଛି। ଏ କଥା ମୋତେ ଅନୁଭବ କଲେ। ନିଜେ ବି ବୁଲୁଛନ୍ତି, ଜାଣୁଛନ୍ତି, ସାରା ଅଲ୍ ଇଣ୍ଡିଆ ବି ବୁଲୁଥିବେ। ଆଉ ତେଣୁ ଶାନ୍ତି କେଉଁଠି ଅଛି? ବୁଲିଲେ ଯେଉଁଠି ଅଛି, ତୁମ ଭିତରେ ଅଛି। ଏଇଟା ମାର୍ମିକ କଥା ଥିଲା। ଧନ୍ୟବାଦ। ନିଜର ଅଭିଜ୍ଞତା ଜ୍ଞାନ ପ୍ରାଣୀ ଏଠି ରଖିଥିବାରୁ, ସ୍ୱତନ୍ତ୍ର ଭାବରେ କିଛି କହିଥିବାରୁ ଧନ୍ୟବାଦ। ନେକ୍ସଟ କିଏ କୁହନ୍ତୁ? ଗୁରୁଜୀ, ମତେ ଲାଗୁଛି ଯେହେତୁ ଆଜି ଆମର ସତ୍ସଙ୍ଗ ବିଷୟରେ ଆଲୋଚନା ହେଇଛି ଏବଂ ଆତ୍ମଦେବଙ୍କ ବିଷୟରେ ଆଲୋଚନା ହେଇଛି, ଏ ମାସର ଟୋଟାଲ ସବୁଠୁ ବେଷ୍ଟ ସତ୍ସଙ୍ଗ ଆଜି ଥିଲା। ମତେ ଆଜି ବହୁତ ବଢିଆ ଲାଗିଲା। ଆଜି ଯେହେତୁ ଆତ୍ମଦେବଙ୍କ ବିଷୟରେ ଏବଂ ସତ୍ସଙ୍ଗ ବିଷୟରେ ଆଲୋଚନା ହେଇଛି, ମତେ ବହୁତ ଖୁସି ଲାଗିଲା, ବହୁତ ଆନନ୍ଦ ମଧ୍ୟ ଦେଇଛି। ଠିକ ଅଛି, ଧନ୍ୟବାଦ। ମୋର ବି ମତାମତ ସେଇଆ। ଆଜିର ସତ୍ସଙ୍ଗ ହୁଏତ ଠିକ ଲାଗୁଥିଲା ମୁଁ ଯେତେବେଳେ କହୁଥିଲି ଲାଷ୍ଟ ଫେଜ୍ ଆଡ଼କୁ, ଆଉ ଅନୁଭବ କରିଛ ସେଇଟାକୁ। ଠିକ ଅଛି, ଧନ୍ୟବାଦ, ଧନ୍ୟବାଦ। ଠିକ ଅଛି, ସମୟ ହେଇଯାଇଛି। ଆଜିର ସତ୍ସଙ୍ଗ ଉପରେ ମୁଁ ପୁଣି ସୂକ୍ଷ୍ମ କନକ୍ଲୁଜନ ରଖୁଛି ଯେ ମୋତେ ଠିକ ଲାଗୁଥିଲା ସତ୍ସଙ୍ଗ। ଲାଷ୍ଟ ମୋମେଣ୍ଟଟା ମୋତେ ଠିକ ଲାଗୁଥିଲା। ଆହୁରି ଅନେକ କଥା କହିବାକୁ ଥିଲା, ରହିଗଲା ସମୟ ଅଭାବରୁ। ଏକଦମ ଠିକ ଲାଗୁଥିଲା। ଆଶା କରେ ଏ ଟପ୍ ମୋଷ୍ଟ ଜିନିଷ ମୁଁ କହୁଥିଲି, ଆଉ ବହୁତ ବି ରହିଗଲା କିଛି କିଛି ଅଂଶରେ। ଦେଖିବା, ପୁଣି ସୁଯୋଗ ସୃଷ୍ଟି ହେଲେ କହିବା। ଠିକ ଅଛି, ଆମେ ଏଠି ସତ୍ସଙ୍ଗକୁ ରଖିବା। ହଉ, ଏଇଠି ରଖିବା। ସମସ୍ତଙ୍କୁ ଧନ୍ୟବାଦ, ଜୟ ଜୟ। ସମସ୍ତେ ଶୁଣିଥିବାରୁ, ମନ ଦେଇକରି ଆକୁ ଅବଜର୍ଭ କରିଥିବାରୁ ଖୁସି ଲାଗୁଛି, ଖୁସି ଲାଗୁଛି। ଜୟ ଜୟ।